ସମସ୍ତଙ୍କୁ ନମସ୍କାର। ପରମେଶ୍ୱରଙ୍କର ବାକ୍ୟ ଖୋଲିକି ଆମେମାନେ ଏଇ ପ୍ରକାର କଥା ହେଇପାରୁଛୁ, ସେଇଟା ବହୁତ ଧନ୍ୟବାଦର ବିଷୟ। ପରମେଶ୍ୱର ମଣିଷର ହୃଦୟ ସୃଷ୍ଟି କରିଛନ୍ତି। ଯେତେବେଳେ ଆମମାନଙ୍କର ହୃଦୟ ପରମେଶ୍ୱରଙ୍କର ହୃଦୟ ଗ୍ରହଣ କରିବ ଏବଂ ପରମେଶ୍ୱରଙ୍କ ହୃଦୟ ସହିତ ଏକ ହବ, ପରମେଶ୍ୱରଙ୍କର ହୃଦୟ କିପରି ଆମମାନଙ୍କର ଜୀବନକୁ କଢ଼େଇ ନିଏ ତାହା ବହୁତ ଆଶ୍ଚର୍ଯ୍ୟମୟ ଅଟେ। ଯଦିବା ଆମେମାନେ ସମାନ ବାଇବଲ ପଢ଼ୁଛୁ, କିନ୍ତୁ ପରମେଶ୍ୱରଙ୍କ ହୃଦୟ ଦ୍ୱାରା ଯେତେବେଳେ ଆପଣ ବାଇବଲ ଦେଖିବେ ତାହା ସମ୍ପୂର୍ଣ୍ଣ ଭିନ୍ନ ଅଟେ। କିନ୍ତୁ ଯଦି ଆପଣ ଶୈତାନ ଦ୍ୱାରା ପରିଚାଳିତ ହେବେ, ସେତେବେଳେ ଇସ୍କରିତୀୟ ଜିହୁଦା ଯେମିତି ଯୀଶୁଙ୍କୁ ବିକ୍ରୟ କଲା, ସେହି ପ୍ରକାର ଲୋକ ଆପଣ ହେଇଯିବେ। ଆଜି ସକାଳେ ଆମେମାନେ ଲେବିୟ 16 ପର୍ବର ବାକ୍ୟ ପଢ଼ିବା। 19 ପଦରୁ ଦେଖିବା। ଲେବିୟ 16 ପର୍ବ ଖୋଲନ୍ତୁ। ଲେବିୟ 16 ପର୍ବ 11 ପଦରୁ ଆମେମାନେ ପଢ଼ିବା। ଏ ଉତ୍ତାରେ ହାରଣ ଆପଣା ନିମନ୍ତେ ପାପାର୍ଥକ ବଳିର ଯେଉଁ ଗୋବତ୍ସ ତାକୁ ଆଣି ଆପଣା ନିମନ୍ତେ ଆପଣା ଘର ନିମନ୍ତେ ପ୍ରାୟଶ୍ଚିତ କରିବ। ପୁଣି ଆପଣା ପାପାର୍ଥକ ବଳିର ସେହି ଗୋବତ୍ସକୁ ବଧ କରିବ। ଆଉ ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ବେଦୀରୁ ପ୍ରଜ୍ୱଳିତ ଅଙ୍ଗାର ଧୂପଦାନୀରେ ପୂର୍ଣ୍ଣ କରି ଓ ମୁଠିଏ ଚୂର୍ଣ୍ଣ ସୁଗନ୍ଧି ଧୂପ ନେଇ ବିଚ୍ଛେଦ ବସ୍ତ୍ରର ଭିତରକୁ ଯିବ। ସଦାପ୍ରଭୁଙ୍କ ସମ୍ମୁଖରେ ଅଗ୍ନି ଉପରେ ସେହି ସୁଗନ୍ଧି ଧୂପ ଦେବ। ତହିଁରେ ସାକ୍ଷ୍ୟ ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ଧୂପର ଧୂମ ମେଘରେ ଆଚ୍ଛାଦନ ହେଲେ ସେ ମରିବ ନାହିଁ। ତହୁଁ ସେ ସେହି ଗୋବତ୍ସର କିଛି ରକ୍ତ ନେଇ ପାପାଚ୍ଛାଦନର ପୂର୍ବ ଆଡ଼େ ଅଙ୍ଗୁଳି ଦ୍ୱାରା ଛିଞ୍ଚିବ। ପୁଣି ପାପାଚ୍ଛାଦନ ସମ୍ମୁଖରେ ଅଙ୍ଗୁଳି ଦ୍ୱାରା 7 ଥର ସେହି ରକ୍ତ ଛିଞ୍ଚିବ। ଏଇ ଉତ୍ତାରେ ସେ ଲୋକମାନଙ୍କର ପାପାର୍ଥକ ବଳିର ଛାଗ ନେଇ ବଧ କରିବ ଓ ତାହାର ରକ୍ତ ବିଚ୍ଛେଦ ବସ୍ତ୍ରର ଭିତରକୁ ଆଣି ଯେପରି ଗୋବତ୍ସ ରକ୍ତ ନେଇ କରିଥିଲେ ସେପରି ତାହାର ରକ୍ତ ନେଇ କରିବ, ଅର୍ଥାତ୍ ପାପାଚ୍ଛାଦନ ଉପରେ ଓ ପାପାଚ୍ଛାଦନ ସମ୍ମୁଖରେ ତାହା ଛିଞ୍ଚିବ। ପୁଣି ଇସ୍ରାଏଲ ସନ୍ତାନଗଣର ଅଶୌଚ ଓ ସେମାନଙ୍କ ଅଧର୍ମ ଅର୍ଥାତ୍ ସେମାନଙ୍କର ସମସ୍ତ ପାପ ସକାଶୁ ସେ ପବିତ୍ର ସ୍ଥାନ ନିମନ୍ତେ ପ୍ରାୟଶ୍ଚିତ କରିବ। ପୁଣି ସେମାନଙ୍କ ଅଶୌଚ ମଧ୍ୟରେ ସେମାନଙ୍କ ସହିତ ବାସ କରଇ ଯେଉଁ ସମାଗମ ତମ୍ବୁ ତାହା ନିମନ୍ତେ ସେହି ପ୍ରକାର କରିବ। ଆଉ ସେ ପ୍ରାୟଶ୍ଚିତ କରିବା ନିମନ୍ତେ ପବିତ୍ର ସ୍ଥାନରେ ପ୍ରବେଶ କରିବା ସମୟାବଧି ଯେ ପର୍ଯ୍ୟନ୍ତ ବାହାର ହୋଇ ନାହିଁ, ପୁଣି ଆପଣା ନିମନ୍ତେ ଓ ଆପଣା ଘର ନିମନ୍ତେ ଓ ଇସ୍ରାଏଲର ସମସ୍ତ ସମାଜ ନିମନ୍ତେ ପ୍ରାୟଶ୍ଚିତ କରିନାହିଁ, ସେ ପର୍ଯ୍ୟନ୍ତ ସମାଗମ ତମ୍ବୁରେ କୌଣସି ମନୁଷ୍ୟ କରିବ ନାହିଁ। ଆଉ ସେ ବାହାର ହୋଇ ସମ୍ମୁଖସ୍ଥିତ ବେଦୀ ପାଖକୁ ଯାଇ ତହିଁ ନିମନ୍ତେ ପ୍ରାୟଶ୍ଚିତ କରିବ। ପୁଣି ସେହି ଗୋବତ୍ସର କିଛି ରକ୍ତ ଓ ଛାଗର କିଛି ରକ୍ତ ନେଇ ବେଦୀର ଶୃଙ୍ଗ ଉପରେ ଚାରିଆଡ଼େ ଦେବ। ପୁଣି ସେ ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ୱାରା 7 ଥର ଛିଞ୍ଚି ତାହା ସୂଚି କରିବ ଓ ଇସ୍ରାଏଲ ସନ୍ତାନଗଣର ଅଶୌଚରୁ ତାହା ସୂଚି କରିବ। ମୁଁ 19 ପଦ ପର୍ଯ୍ୟନ୍ତ ପଢ଼ିଲି। ଯେତେବେଳେ ଆମେମାନେ ବାଇବଲ ପଢ଼ିବା, ମୁଁ କେତେବେଳେ ବନ୍ଦ କରିବି ସେ ପଢ଼ା ମୁଁ ବୁଝିପାରେନି, କାହିଁକିନା ଅନେକ ଗୁଡ଼ିଏ ମୂଲ୍ୟବାନ ବାକ୍ୟ ସେଠାରେ ଲେଖାଯାଇଛି। ଏ ପରମେଶ୍ୱରଙ୍କର ବାକ୍ୟ ଆମମାନଙ୍କ ନିକଟରେ ଅଛି, ତାହା ସେଥିପାଇଁ ମୁଁ ବହୁତ ଧନ୍ୟବାଦୀ ଅଟେ। ଆଉ ପରମେଶ୍ୱରଙ୍କର ହୃଦୟ ଯାହାକି ବାଇବଲରେ ଅଛି, ଯଦି ଆମମାନେ ତାହା ଆବିଷ୍କାର କରିବା ଏବଂ ପରମେଶ୍ୱରଙ୍କ ହୃଦୟ ଯେତେବେଳେ ଆମ ହୃଦୟକୁ ପ୍ରବାହିତ ହେବ,
ସେତେବେଳେ ଆମମାନଙ୍କର ହୃଦୟ ଈଶ୍ୱରଙ୍କ ହୃଦୟ ସହିତ ଏକ ହବ। ମୋର ଚିନ୍ତା ମଧ୍ୟ ପରମେଶ୍ୱରଙ୍କ ଚିନ୍ତା ସହିତ ସମାନ ହବ ଏବଂ ପରମେଶ୍ୱରଙ୍କ ଚିନ୍ତା ମୋ ଚିନ୍ତା ସହିତ ସମାନ ହେଇଯିବ। ତାହା ବହୁତ ଆଶ୍ଚର୍ଯ୍ୟମୟ ଏବଂ ଆଶୀର୍ବାଦ ପୂର୍ଣ୍ଣ ଜୀବନ ହେଇଯିବ। ଆଜି ସକାଳେ ମୁଁ ଆପଣମାନଙ୍କୁ ସମାଗମ ତମ୍ବୁରେ ଥିବା ଯଜ୍ଞ ବେଦୀ ବିଷୟରେ କହିଥିଲି। ଯାତ୍ରା ପୁସ୍ତକ 25 ପର୍ବରୁ ମୁଁ ଯୀଶୁ ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା ପାପରୁ କ୍ଷମା ପାଇଲା ପରେ ବାଇବଲ ପଢ଼ିବା ଯେତେବେଳେ ଆରମ୍ଭ କଲି, ମୋତେ 1962 ମସିହାରେ 19 ବର୍ଷ ହେଉଥିଲା। ମୁଁ ଯେତେବେଳେ ବାଇବଲ ପଢ଼ିବାକୁ ଆରମ୍ଭ କଲି, ସେତେବେଳେ ବାଇବଲର ଯେଉଁଟାକି ଆଉଟଲାଇନ୍ ଅଛି ସେଟା ମୋର ହୃଦୟରେ ଆଙ୍କି ହେବାକୁ ଆରମ୍ଭ ହେଲା। ଗୋଟେ ଗୋଟେ ବାକ୍ୟ ବାଇବଲର ମୋର ଜୀବନକୁ ପରିବର୍ତ୍ତନ କରିଦେଲା। ମୁଁ ସାନ ବେଳଠୁ ଚର୍ଚ୍ଚକୁ ଯାଉଥିଲି, ଆଉ ଯେତେବେଳକୁ ସିଭିଲ ୱାର କୋରିଆନ ୱାର ହେଇଥିଲା, ସେତେବେଳେ ଆମମାନଙ୍କର ଜୀବନ ବହୁତ ଗରିବ ହେଇଯାଇଥିଲୁ ଆମେ, ଏବଂ ବହୁତ ଲୋକମାନେ ଥିଲେ ଯେଉଁମାନେ ଖାଇବାକୁ ପାଉନଥିଲେ। ମୁଁ ମଧ୍ୟ ସାନ ବେଳେ ଅନେକ ସମୟରେ ଆମେ ଖାଇବାକୁ ପାଉନଥିଲୁ। ସାନ ବେଳେ ମୁଁ ପୌଷ୍ଟିକ ଆହାର ଖାଇବା ପାଇଁ ପାଇପାରୁନଥିଲି, ସେଥିପାଇଁ କି ମୋର ହାତ ଗୋଡ଼ ବହୁତ ସରୁ ହେଇଥିଲା ଆଉ ପେଟ ଖାଲି ମୋର ବାହାରିଥିଲା। ଆମେ ରାତି ପର୍ଯ୍ୟନ୍ତ ସାଙ୍ଗମାନଙ୍କ ସହିତ ଖେଳିଥାଉ, ଆଉ ଯେତେବେଳେ ଆମକୁ ହାଲିଆ ଲାଗିଯିବ, ଆମେମାନେ ଲୋକମାନଙ୍କର ଆପେଲ ବଗିଚାକୁ ଯାଇକି ଆପେଲ ଚୋରି କରିବୁ। ଆମେମାନେ ରାମଫଳ ଚୋରି କରୁଥିଲୁ ଏବଂ ପ୍ରତ୍ୟେକ ଦିନ ପାହାନ୍ତିଆରେ ମୁଁ ଚର୍ଚ୍ଚକୁ ଯାଇକି ପ୍ରେୟର ମିଟିଂରେ ଯୋଗ ଦେଉଥିଲି ଆଉ ବହୁତ ବିଶ୍ୱସ୍ତ ଭାବରେ ପରମେଶ୍ୱର ମୋର ପାପ କ୍ଷମା କରିଦିଅ ବୋଲି ମୁଁ ପ୍ରାର୍ଥନା କରୁଥିଲି। ଆଜି ଯେମିତି ମୁଁ ପାପ କରିବିନି, ସେ ସାଙ୍ଗ ସାଙ୍ଗରେ ଚୋରି କରିବାକୁ ଯିବିନି, ସେମିତି ତମେ ମୋତେ ସାହାଯ୍ୟ କର। କିନ୍ତୁ ମୁଁ ଡିନର ଖାଇସାରିଲା ପରେ ପୁଣି ଯାଇକି ସେଇ ଜାଗାରେ ମୁଁ ବସିଥାଏ। କିନ୍ତୁ ଦିନେ ଯୀଶୁ ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା ମୋର ପାପ ହିମ ପରି ଶୁକ୍ଳ ହୋଇ ଧୋଇତ ହୋଇଅଛି, ତାହା ମୁଁ ଜାଣିପାରିଲି। ମୁଁ ଯେତେବେଳେ ବି ଈଶ୍ୱରଙ୍କ ନିକଟକୁ ଯାଉଥିଲି, ମୁଁ ନିଜକୁ ପାପୀ ବୋଲି କହୁଥିଲି, କିନ୍ତୁ ପରମେଶ୍ୱର ସେଦିନ ମୋତେ ଧାର୍ମିକ ବୋଲି କହିଲେ ଆଉ ମୁଁ ବହୁତ ଆନନ୍ଦିତ ହେଲି ତାହା ଶୁଣିକି। ଆଉ ଯେତେବେଳେ ମୁଁ ବାଇବଲ ପଢ଼ିଲି, ମୋର ଜୀବନ ବଦଳିବାକୁ ଆରମ୍ଭ କଲା। ମୁଁ ଯେତେବେଳେ ଚର୍ଚ୍ଚକୁ ଯାଇକି ପାଷ୍ଟରଙ୍କର ବାକ୍ୟ ଶୁଣିବାକୁ ଲାଗିଲି, ଆଉ ମୁଁ ନିଶ୍ଚିନ୍ତ ଭାବରେ ମୋର ପାପ ସବୁ କ୍ଷମା ହେଇଯାଇଛି ଯୀଶୁଙ୍କ ରକ୍ତ ଦ୍ୱାରା, କିନ୍ତୁ ପାଷ୍ଟର ମୋତେ ପାପୀ ବୋଲି କହୁଛନ୍ତି। ନା, ମୋର ତ ପାପ କ୍ଷମା ହେଇଛି। ଆଉ ମୁଁ ସେଥିପାଇଁ କି ଆମର ଚର୍ଚ୍ଚ ୟୁଥ୍ ମାନଙ୍କୁ ପଚାରିଲି, ତୁମେ କ'ଣ ପାପରୁ କ୍ଷମା ପାଇଛ କି? ଆଉ କିଛି ମାସ ପରେ ମୋର ପାଷ୍ଟର ମୋଠୁ ଦୂରେଇ ଗଲେ। ଆଉ ସେତେବେଳେ ମୁଁ ଜଣେ ସମସ୍ୟାଜନକ ପିଲା ହେଇଗଲି। ଗୋଟେ ଦିନ ମୋର ବଡ଼ ଭଉଣୀଙ୍କୁ ମୁଁ ବହୁତ ବିଶ୍ୱସ୍ତ ହୃଦୟରେ ଆସି କହିଲି, ମୋର ପାପ କ୍ଷମା ହେଇସାରିଛି। ମୋର ବଡ଼ ଭଉଣୀ ମୋତେ କହିଲେ, ଓକ୍ସୁ, ତୁ କେମିତି ଏଇ ପ୍ରକାର କଥା କହିପାରୁଛୁ? ତୋ ପାଖରେ ବିଶ୍ୱାସ ଥିଲେ ତୁ ନମ୍ର ହେବା ଆବଶ୍ୟକ। ଯେତିକି ଅଧିକରୁ ଅଧିକ ଧାନ ପାଚିଥାଏ, ସେଇଟା ତଳୁକୁ ନଇଁ ପଡ଼େ। ପାଷ୍ଟର ମାନେ ପାପୀ ବୋଲି କହୁଛନ୍ତି, ଏଲ୍ଡର ମାନେ ନିଜକୁ ପାପୀ ବୋଲି କହୁଛନ୍ତି। ତୁ ଏତେ ଦାମ୍ଭିକ ହେଇକି କହୁଛୁ ତୋର ପାପ ସବୁ କ୍ଷମା ହୋଇଅଛି, ତୁ କେମିତି ସେ ପ୍ରକାର କହିପାରିଲୁ? ତୁ କେମିତି ସେମିତି କହିପାରୁଛୁ? ମୁଁ କିଛି କହିପାରିଲିନି ସେତେବେଳେ। ଯେତେବେଳେ ଆମେ ବାଇବଲ ପଢ଼ିବା, ନିଶ୍ଚିନ୍ତ ଭାବରେ ମୋର ପାପ କ୍ଷମା ହୋଇଅଛି, ଏହା ହେଉଛି ପ୍ରକୃତ ସତ୍ୟ। ମୁଁ ଆଜି ସକାଳେ ଯେମିତିକି ମୁଁ ଆପଣମାନଙ୍କୁ ସମାଗମ ତମ୍ବୁ ବିଷୟରେ କହିଥିଲି,
ମୁଁ ଆପଣମାନଙ୍କୁ ପାପାଚ୍ଛାଦନ ବିଷୟରେ କହିଥିଲି। ସେ ପାପାଚ୍ଛାଦନର ଅର୍ଥ କ'ଣ ନା ସେଇ ବାକ୍ସ ଭିତରେ ଯେତେବେଳକୁ ଦୁଇଟା ସେଇ ପ୍ରସ୍ତର ଫଳକ ରଖି ଦିଆଯାଉଛି 10 ଆଜ୍ଞାର ଏବଂ ଯେଉଁ ଢାଙ୍କୁଣୀ ତା ଉପରେ ଢଙ୍କା ଯାଇଛି ତାକୁ ପାପାଚ୍ଛାଦନ ବୋଲି କୁହାଯାଏ। ମୁଁ ଅନେକ ଗୁଡ଼ିଏ ପିକ୍ଚର ଏମିତି ସବୁ ଜମା କରିଛି। କେତେ ଜଣ ଦୂତ ସେଠି କେତେ ପିକ୍ଚରରେ ଦୂତମାନେ ଉପରକୁ ହାତ ତାଙ୍କର ଡେଣା ଉଠେଇକି ଥାନ୍ତି, କିନ୍ତୁ ଏଇଟା ହେଉଛି ଗୋଟେ ପିକ୍ଚର ଯୋଉଟାକି ପ୍ରାୟ ବାଇବଲ ଅନୁସାରେ ସମାନ ଅଛି। ଆଉ ବାଇବଲରେ ଯଦି ଦେଖିବେ ତାହେଲେ ସେଠି 2 ଜଣ ଦୂତମାନେ ଅଛନ୍ତି ଯେଉଁମାନେ କି ସେଇ ପାପାଚ୍ଛାଦନକୁ ଢାଙ୍କିଛନ୍ତି। ଆଉ ସେମାନେ ସେଇ ପାପାଚ୍ଛାଦନକୁ ଢାଙ୍କିଛନ୍ତି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବିଷୟ କ'ଣ? ଆଉ ବର୍ତ୍ତମାନ ତୁମକୁ ଆଉ ସେଇ ବ୍ୟବସ୍ଥାର ଆବଶ୍ୟକତା ନାହିଁ। ସେ ବ୍ୟବସ୍ଥାକୁ ଆଉ ଥରେ ତୁମେ ମାନେ ଖୋଲନି। କାହିଁକି? ଯେତେବେଳେ ପରମେଶ୍ୱର ଯାତ୍ରା ପୁସ୍ତକ 19 ପର୍ବରେ ବ୍ୟବସ୍ଥା ଦେଲେ, ସେତେବେଳେ ପରମେଶ୍ୱର ଇସ୍ରାଏଲ ମାନଙ୍କୁ କହିଲେ, ଆଉ ଯଦି ତୁମେ ମାନେ ଏଇ ବ୍ୟବସ୍ଥା ପାଳନ କରିବ ତୁମେ ଆଶୀର୍ବାଦ ପାଇବ, ତୁମେ ଏକ ରାଜକୀୟ ଯାଜକ ବଂଶ ହେବ, ତୁମେ ଯଦି ଲଙ୍ଘନ କରିବ ଆଉ ତୁମେ ଅଭିଶପ୍ତ ହବ। ଇସ୍ରାଏଲ ମାନେ ସେତେବେଳେ କ'ଣ କହିଲେ? ଆମେ ମାନେ ସମସ୍ତ ପରମେଶ୍ୱରଙ୍କର ବାକ୍ୟ ପାଳନ କରିବୁ ବୋଲି ସେମାନେ ଅଙ୍ଗୀକାର କରି କହିଥିଲେ। ଆଉ ସେ ତା ପରଠୁ ସେମାନେ ସବୁବେଳେ ସେ ପାପ କରିବାକୁ ଲାଗିଲେ ଏବଂ ଅଭିଶପ୍ତ ହେଲେ। ପରମେଶ୍ୱର ଇଚ୍ଛା କରନ୍ତିନି ଆଉ ବ୍ୟବସ୍ଥା ଦ୍ୱାରା ମଣିଷମାନଙ୍କ ସହିତ ଡିଲିଂ କରିବା ପାଇଁ। ଆମେମାନେ ଅଗଣିତ ପାପ କରିଅଛୁ। ବ୍ୟବସ୍ଥାରେ କୌଣସି ଦୟା ନାହିଁ। ସମସ୍ତେ ଅଭିଶପ୍ତ ହେବା ଆବଶ୍ୟକ, ସମସ୍ତେ ଧ୍ୱଂସ ପାଇବା ଆବଶ୍ୟକ। ସେଥିପାଇଁ ପରମେଶ୍ୱର ବ୍ୟବସ୍ଥା ଦ୍ୱାରା ଆମ ସହିତ ସମ୍ପର୍କ ସ୍ଥାପନ କରିବାକୁ ଇଚ୍ଛା କରନ୍ତିନି। କାହିଁକି ନା ଆମେ ସମସ୍ତେ ଅଭିଶପ୍ତ ହୋଇଅଛୁ ଏବଂ ଧ୍ୱଂସ ହେବା ଆବଶ୍ୟକ। ସେଥିପାଇଁ ପରମେଶ୍ୱର ଆମମାନଙ୍କ ନିମନ୍ତେ ଏକ ନୂତନ ନିୟମ ଦେଇଅଛନ୍ତି। ତେବେ ବ୍ୟବସ୍ଥା କ'ଣ କୁହେ? ଆମମାନଙ୍କର କର୍ମ ଅନୁସାରେ ଆମେ ଅଭିଶପ୍ତ ହେବା କିମ୍ବା ଆଶୀର୍ବାଦ ପାଇବା। କିନ୍ତୁ ସେଠାରେ କେହି ମଧ୍ୟ ନାହିଁ ଯିଏକି ବ୍ୟବସ୍ଥା ପାଳନ କରିକି ଆଶୀର୍ବାଦ ପ୍ରାପ୍ତ ହେଇଛି। ସେଥିପାଇଁ ସମସ୍ତେ ଧ୍ୱଂସ ହେବା ପାଇଁ ଯୋଗ୍ୟ। ଆଉ ମଣିଷକୁ ଯେଉଁ ପରମେଶ୍ୱର ପ୍ରେମ କରନ୍ତି, ପରମେଶ୍ୱର ଇଚ୍ଛା କରନ୍ତିନି ମଣିଷକୁ ଅଭିଶାପ ଦେବା ନିମନ୍ତେ। ସେଥିପାଇଁ ଜିରିମିୟ 31 ପର୍ବର 31 ପଦରେ ସେ ଆଉ ଗୋଟେ ନୂତନ ନିୟମ ସ୍ଥାପନ କରିଅଛନ୍ତି ବୋଲି ଲେଖାଯାଇଛି। ଜିରିମିୟ 31 ପର୍ବର 31 ପଦରେ ସଦାପ୍ରଭୁ କହନ୍ତି, ଦେଖ ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ ବଂଶ ଓ ଜିହୁଦା ବଂଶ ସହିତ ଏକ ନୂତନ ନିୟମ ସ୍ଥାପନ କରିବା ଏପରି ସମୟ ଆସୁଅଛି। 32 ପଦ ଦେଖିଲେ, ମିଶର ଦେଶରୁ ସେମାନଙ୍କର ପିତୃପୁରୁଷଗଣ ବାହାରି ଆସିବା ନିମନ୍ତେ ଆମ୍ଭେ ସେମାନଙ୍କର ହସ୍ତ ଧରିବା ଦିନ ସେମାନଙ୍କ ସହିତ ଆମ୍ଭର କୃତ ନିୟମ ଅନୁସାରେ ନୁହେଁ। ସଦାପ୍ରଭୁ କହନ୍ତି, ଆମେ ସେମାନଙ୍କର ଯେଉଁ ନିୟମ ପ୍ରଥମେ ସ୍ଥାପନ କରିଥିଲୁ ଏହା ସେଇ ନିୟମ ପରି ନୁହେଁ। କାହିଁକି? ଆଉ ରୋମିଓ 3 ପର୍ବର ଯଦି 19 ପଦ ଆପଣ ଦେଖିବେ, ଆଉ ସେଠି କ'ଣ ଲେଖାଯାଇଛି? ଆଉ ବ୍ୟବସ୍ଥା ଯାହା ଯାହା କୁହେ ସେହି ସବୁ ବ୍ୟବସ୍ଥାଧୀନ ଲୋକମାନଙ୍କୁ କୁହେ, ଯେପରି ପ୍ରତ୍ୟେକ ମୁଖ ବନ୍ଦ କରାଯିବ ଓ ସମସ୍ତ ଜଗତ ଈଶ୍ୱରଙ୍କ ବିଚାରରେ ଦଣ୍ଡନୀୟ ହେବ। ମୁଁ ଆପଣମାନଙ୍କୁ ପଚାରିବି, ତେବେ ପ୍ରଥମେ ପାପ ଅପରାଧ ପ୍ରଥମେ ଆସିଲା ନା ବ୍ୟବସ୍ଥା ପ୍ରଥମେ ଆସିଲା? କ'ଣ?
ପାପ ପ୍ରଥମେ ଆସିଲା, ପାପ ପ୍ରଥମେ ଆସିଛି ନା? ସେଠି ଲୋକମାନେ ବ୍ୟଭିଚାର କରୁଥିବାରୁ ବ୍ୟଭିଚାର କର ନାହିଁ ବୋଲି ଲେଖାଗଲା। ଲୋକ ମିଛ କହୁଥିବାରୁ ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ ବୋଲି ଲେଖାଗଲା। ସେଠି ଚୋରମାନେ ଥିଲେ, ସେଥିପାଇଁ ଚୋରି କର ନାହିଁ ବୋଲି କୁହାଯାଇଛି। ବ୍ୟଭିଚାର ଯଦି ଲୋକମାନେ କରିନଥାନ୍ତେ ତେବେ ବ୍ୟଭିଚାର କର ନାହିଁ ବୋଲି କାହିଁକି ନିୟମ ଦିଆଯାଇଥାନ୍ତା? ଆଉ କେତେ ଲୋକଙ୍କୁ ଯଦି ଆପଣ କହିବେ ମିଛ କୁହନି, ତାର ଅର୍ଥ ନୁହେଁ ଯେ ତମେ ମିଛ କୁହନି, ତାର ଅର୍ଥ ହେଉଛି ସେ ମିଛ କହି ସାରିଛନ୍ତି। ତମେ ମିଛ କୁହନି, ମୁଁ କେବେ ମିଛ କହିଲି? ସେମିତି କଥା ହୁଅନ୍ତି ନା ଲୋକମାନେ। ବ୍ୟଭିଚାର କର ନାହିଁ, ମୁଁ ବ୍ୟଭିଚାର କେତେବେଳେ କଲି? ମୁଁ ବ୍ୟଭିଚାର କରିନି। ବ୍ୟଭିଚାର କର ନାହିଁ ବୋଲି ଯେତେବେଳେ କୁହାଯାଉଛି, ସେମାନେ ବ୍ୟଭିଚାର କରୁଥିବାରୁ ବ୍ୟଭିଚାର କର ନାହିଁ ବୋଲି ନିୟମ ଦିଆଗଲା। ଚୋରି କର ନାହିଁ ବୋଲି କୁହାଯାଇଛି, କାହିଁକିନା ସେମାନେ ଚୋରି କରୁଥିଲେ। ସେମାନେ ମିଛ କହୁଥିବାରୁ ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ ବୋଲି କୁହାଗଲା। ଆଉ ଯଦି ବା ସେଇଠି ଚୋରି କର ନାହିଁ, ବ୍ୟଭିଚାର କର ନାହିଁ ବୋଲି କହିକି ଗୋଟେ ନିୟମ ଯଦି ଥାନ୍ତା, କିନ୍ତୁ କେହି ଯଦି ବ୍ୟଭିଚାର କରିନଥାନ୍ତେ ତାହେଲେ ସେ ନିୟମର କିଛି ମୂଲ୍ୟ ନାହିଁ। ଯଦି ବା ସେଠି ଚୋରି କର ନାହିଁ ବୋଲି ନିୟମ ଅଛି, ଯଦି ଜଣେ ବି ଚୋରି କରୁନି, ତେବେ କାହିଁକି ସେ ନିୟମର ଆବଶ୍ୟକତା ଅଛି? ସେ ନିୟମର ଆବଶ୍ୟକତା ହିଁ ନାହିଁ। ଆଉ ଚୋରି କର ନାହିଁ ବୋଲି କୁହାଯାଉଛି, ତାର ଅର୍ଥ ହେଉଛି ଜଣେ ଚୋରି କରିସାରିଛି। ପରମେଶ୍ୱର କାହିଁକି କହିଲେ ବ୍ୟଭିଚାର କର ନାହିଁ? କାହିଁକି କହିଲେ ଚୋରି କର ନାହିଁ? କାହିଁକି ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ ବୋଲି କହିଲେ? କାହିଁକିନା ଲୋକମାନେ ସେହି ପ୍ରକାର ପାପ କରିସାରିଛନ୍ତି। ଆଉ ଯଦି ଜଣେ ଲୋକ ସିଏ ଆଉ ବ୍ୟବସ୍ଥା ପାଳନ କଲେ, ଯେଉଁ ଲୋକ ପାପ କରିସାରିଛି ସେ ଲୋକ କ'ଣ ଆଉ ପାପୀ ନୁହେଁ? ସେମିତି ନୁହେଁ। ଆଉ ବ୍ୟବସ୍ଥା ଜାଣିବା ପରେ ଯଦି ସେ ପାପ କରୁନି ତାହେଲେ ମଧ୍ୟ ସେ ଧାର୍ମିକ ହେଇପାରିବନି। ଆଉ ସେଥିପାଇଁ ଯେତେବେଳେ ପରମେଶ୍ୱର ଆମ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ସେ ବ୍ୟବସ୍ଥାକୁ ବ୍ୟବହାର କରୁନାହାନ୍ତି, କାହିଁକି ନା ଆମେ ପାପ କରିଅଛୁ। ଆଉ ସେ ବ୍ୟବସ୍ଥା ଅନୁସାରେ ଆମେମାନେ କେବଳ ଧ୍ୱଂସ ପାଇବା ଆବଶ୍ୟକ। ଆଉ ସେଥିପାଇଁ ପରମେଶ୍ୱର ଆମମାନଙ୍କ ସହିତ ସେ ବ୍ୟବସ୍ଥା ଦ୍ୱାରା ଡିଲ୍ କରିବାକୁ ଇଚ୍ଛା କରନ୍ତିନି। ଆଉ ସେଥିପାଇଁ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କେହି ମଧ୍ୟ ତାଙ୍କ ଛାମୁକରେ ଧାର୍ମିକ ଗଣିତ ହେବ ନାହିଁ। ଆଉ ବ୍ୟବସ୍ଥା ଦ୍ୱାରା କେହି ମଧ୍ୟ ଈଶ୍ୱରଙ୍କ ସମ୍ମୁଖରେ ଧାର୍ମିକ ବୋଲି ଗଣିତ ହେବ ନାହିଁ। ସେ ଯେତେ ବି ବ୍ୟବସ୍ଥା ପାଳନ କରୁନା କାହିଁକି, ସେ ବ୍ୟବସ୍ଥା ଲଙ୍ଘନ କରିସାରିଛି। ସେଥିପାଇଁ ପରମେଶ୍ୱରଙ୍କ ସମ୍ମୁଖରେ କେହି ମଧ୍ୟ ଧାର୍ମିକ ଗଣିତ ହେଇପାରିବନି। ପରମେଶ୍ୱର ମଣିଷକୁ ପ୍ରେମ କଲେ। ଆଉ ମୁଁ ଯେତେବେଳେ ମିନିଷ୍ଟ୍ରି କରୁଛି ସେତେବେଳେ ଏ ବିଷୟ ବହୁତ ଗଭୀର ଭାବରେ ମୁଁ ଅନୁଭବ କରିଥାଏ। ଆଉ ପରମେଶ୍ୱର ଆମମାନଙ୍କୁ ବ୍ୟବସ୍ଥା ଦେଲେ, ଆଉ ଯେପରିକି ଆମେମାନେ ସେଇ ପାପ ଜାଣିପାରିବା, ମୁଁ ପାପୀ ବୋଲି ଆମମାନେ ଜ୍ଞାନ ପାଇବା। ଆଉ ଗତକାଲି ସନ୍ଧ୍ୟାରେ ମୁଁ ଯେପରିକି ସମୀରଣୀୟ ପଥିକ ବିଷୟରେ ଆପଣମାନଙ୍କୁ କହିଥିଲି, ସେଠି ଅନେକ ଜଣ ଲୋକମାନେ ଅଛନ୍ତି ଯେଉଁମାନେ କି ସେଇ ଉତ୍ତମ ସମୀରଣୀୟ ଭଳି ହେବାକୁ ଚେଷ୍ଟା କରନ୍ତି। ସେଟା ବହୁତ କୌତୁକିଆ। ଆଉ ଯୀଶୁ ତାକୁ କହୁଛନ୍ତି ତୁମେ ଯାଇ ସେପରି କର। ଯୀଶୁ କାହିଁକି ସେମିତି କହିଲେ ଜାଣିଛନ୍ତି କି? କାହିଁକି ନା ସେ ଯଦି ଚେଷ୍ଟା କରିବ ସେ ଜାଣିପାରିବ ମୁଁ ପାରିବିନି, ଆଉ ମୁଁ କରିପାରୁନି ବୋଲି ସେ ଜାଣିପାରିବ। ତେବେ ପରମେଶ୍ୱର କ'ଣ ପାଇଁ ବ୍ୟବସ୍ଥା ଦେଲେ? ଆଉ ସେ କେବଳ ପାପର ଜ୍ଞାନ ଦେବା ନିମନ୍ତେ ପରମେଶ୍ୱର ବ୍ୟବସ୍ଥା ଦେଇଛନ୍ତି। ଆଉ ଯେତେ ବି ଭଲରେ ଆପଣ ବ୍ୟବସ୍ଥା ପାଳନ କରନ୍ତୁ ନା କାହିଁକି, କେବେ ମଧ୍ୟ ଆପଣଙ୍କର ପାପ କ୍ଷମା ହେବନି। ଯଦି ବ୍ୟବସ୍ଥା ଦ୍ୱାରା ଆପଣ ଜାଣିବେ ମୁଁ ପାପୀ, ତାହେଲେ ଠିକ ଅଛି। ଆଉ ବ୍ୟବସ୍ଥା ତୁ ଏବେ ମାଟି ତଳେ ରହ। ଆଉ ସେଥିପାଇଁ ସେ ନିୟମ ସିନ୍ଧୁକ ଭିତରେ ପରମେଶ୍ୱର ତାକୁ ରଖିଲେ, ଆଉ ଯେମିତିକି ଆଉ କେହି ମଧ୍ୟ ସେ ବ୍ୟବସ୍ଥା ଦେଖିପାରିବେନି।
ଆଉ ସେଥିପାଇଁ ସେ ଢାଙ୍କୁଣୀରେ ତାକୁ ଢାଙ୍କି ଦଉଛନ୍ତି। ଆଉ ସେ ଢାଙ୍କୁଣୀକୁ ଏଭ୍ରି ଭାଷାରେ ତାକୁ ପାପାଚ୍ଛାଦନ ବୋଲି ଲେଖାଯାଇଛି। ଇଂଲିଶ ବାଇବଲରେ ତାକୁ ଲେଖାଯାଇଛି ଯେ ଦୟାର ସ୍ଥାନ। किंग जेम्स वर्जन कि रिवाइज स्टैंडर्ड वर्जन अच्छे से बाइबल गुड़ा एमती नुहति किंतु गोटे बाइबल मु पढ़ी से मर्सी सीट बोली लिखा जाइनी, सेठी केवल ढांकुणी बोली लिखा जाइछि, सेठी केवल ढांकुणी बोली लिखा जाइछि। किंतु परमेश्वर सही स्थान को अनुग्रहर स्थान बा मुक्तिर स्थान पापाच्छादन बोली कहउछंती। आ सेटा होछि गोटे स्थान जेउठारे कि आमानकर पाप आच्छादित हेइछि। आ सेटा से ढांकुणी को कुहा जाए। से ढांकुणीर कार्य कौन? से व्यवस्था को ढांकी देइछि। परमेश्वर कौन इच्छा करंती? व्यवस्था द्वारा तमे भलो करूच भलो करून से विषय कहबा को इच्छा करंतिनी ईश्वर। आमाने यदि व्यवस्था द्वारा जानिबा जे मु पाप करिछि, केमिति से पापरु पाप आमर समाधान हेई परिबो? व्यवस्था पालन करिबा द्वारा नुहे, केवल यीशु ख्रीष्टंकर रक्त द्वारा ताहा संभव अटे। आ जेतेबेले आपण पापर ज्ञान पाइबे व्यवस्था द्वारा, आ तापरे तुमे व्यवस्था को देखनी, व्यवस्था को देखनी, तुमे ताहा देखिबा आवश्यक नाही। यीशु ख्रीष्टंकर क्रूसीय रक्त देख। आ तुमे जदि व्यवस्था को देखिबो तुमे पापी हेई जिवो, ईश्वरंक ठारू दूरेई जिवो। परमेश्वर से व्यवस्था देखिबा को मना करिले। आ से ढांकुणी को जे कि से व्यवस्था को ढांकी देइछि, ताकू मर्सी सीट बोली कुहा जाए किंबा पापाच्छादन एई प्रकार ताकू कुहा जाए। परमेश्वर से दुईटा प्रस्तर फलक से सिंधुक भितर रखिले एवं से ढांकुणी द्वारा पापाच्छादन द्वारा ताकू ढांकी दउछंती, जेमिति कि आउ केही मध्य ताकू खोली पारिबनी। भलरे देखंतु वर्तमान आउ एडी दुई जण किरुब माने अछंती जो माने कि ताकू एमती ढांकी के अछंती, आउ जेमिति केही मध्य ताकू खोली पारिबनी। आ ईश्वरंकर दुई जण सबठु गुरुत्वपूर्ण दूत माने से पापाच्छादन को जगिकी रहिचंती, जेमिति कि केही ताको खोली पारिबेनी। पुरातन नियम रे देखिले से दूत मानक विषय लिखा जाइछि। आउ तुमे अभिषिक्त होई अछ एवं तुम्हे होउछ से किरुब गण। आ सेई प्रकार दुई जण दूत माने आउ से पापाच्छादन को जगिकी रहिछंती, जेमिति कि केही मध्य सेई पापाच्छादन बा से नियम सिंधुकर ढांकुणी को खोली पारिबनी। आ सेमाने होउछंती ईश्वरंकर सबठु शक्तिशाली एवं गुरुत्वपूर्ण दूत माने। परमेश्वर इच्छा करंतिनी व्यवस्था द्वारा आम सहित कथाबार्ता हेबाकू। आ जेतेबेले आपण से 10 आज्ञा देखिबे परमेश्वर ताहा पसंद करंतिनी। आ परमेश्वर कौन कहउछंती सेही व्यवस्था आमे तुमर हृदय रे एवं तुम मन रे लेखिबा। रोमियो 8 पर्वर 1 पदरे आसरी कौन लिखा जाइछि? अतएव जो माने ख्रीष्ट जीशु ठारे अछंती सेमानक प्रति वर्तमान कोनोसी दंडाज्ञा नाही। 2 पद भलरे देखंतु, कारण जीवनदायक आत्मा व्यवस्था ख्रीष्ट जीशु सहभागितारे तुम्हको पाप और मृत्युदायक व्यवस्था मुक्त करी अछि। वर्तमान एठारे दुईटा व्यवस्था अछि, गोटे होउची आत्मा एवं जीवनदायक व्यवस्था, आउ गोटे होउची मृत्यु एवं
पाप एवं मृत्युदायक व्यवस्था। आ व्यवस्था होची पापर व्यवस्था। आमेन। बुझी पारुछंती? आ से व्यवस्था होची पाप एवं मृत्युदायक व्यवस्था। आ जे लोक माने जो माने कि व्यवस्था को देखिले सेठी 50,000 70 लोक मरीगले। आ जो दिन व्यवस्था दिगला से दिन 3,000 लोक मरीगले। जेतिके अधिक अधिक आपण व्यवस्थार निकटतर हबे सेतिके अधिक अधिक मृत्यु आपणकर सन्निकट। अनेक मंडलीर पास्टर माने वर्तमान से माने व्यवस्था शिक्षा दौछंती लोक माननकु। सेटा हृदय विदारक अटे। परमेश्वर से व्यवस्था ढांकी देइछंती। तमे व्यवस्था को आ देखनी आ तुमे से व्यवस्था देखिले मरीब, तुमे ध्वंस पाइब। आ तुमको मो व्यवस्था देली जेमिति कि तुमे पापर ज्ञान पाइब। आ जदि तुमे पापर ज्ञान पाउछ आ तापरे तुमे यीशु ख्रीष्टंकर क्रूसीय रक्त को देख एवं ता द्वारा तुमे केवल पापर क्षमा पाई परिब। किंतु वर्तमान अनेक मंडली रे से माने परमेश्वरंकर वाक्य जानी नाहंती। से माने व्यवस्था शिक्षा दौछंती। आ सेथि पई कि तांकर मंडलीर सदस्य माने केवल निजको पापी बोली कहउछंती। आ से माने केवल निजको पापी बोली कहउछंती। सेटा बहुत हृदय विदारक अटे। सेटा एते हृदय विदारक। गोटे दिन उल्सान रे आमे जेते बेलको कॉन्फ्रेंस शेष कलु सेते बेले प्राय राति 10टा रु अधिक समय ही जाइथिला। मु कार रे सियोल को आसुथिली। आ सियोल को आसीबा पई समय जेते बेले मु हिसाब कली आ जदि कार रे मो सियोल को आसीबी उल्सान रु ताहले प्राय 4 घंटा लागिबो। आ जदि मु 4 घंटा समय नहीं के आसीबी ताहले पहांतिया 2टा रे मु पहुंचीबी। आ सेति पई मु भाबिली रास्ता रे गोटे को चर्च रे मु सोई के जिबी। आ सारा देश रे हमर अनेक चर्च अछि। सेठी अनेक भाई भौणी माने अछंती। सेति पई मु देगु चर्च रो पास्टर को फोन कली। कहीं ना इंटरचेंज रे देगु होची उल्सान ठू बहुत पाखे पाख। मु कहली आज राति रे मु सेठी सोई पारिबी कि? मु सोई के जिबी बोली कहले किए मते मना करिवो नाही आसंतुनी। आ मु आमे सेठू को गलु। आ आमे हाईवे रे कथा बार्ता हैला बेलकू आमे से रास्ता पार हे के पळेई गलु। आ बहुत भूल हे गला। ता टिके समय परे गुमी रे चर्च अछि। मु गुमी चर्च को फोन कली। मु कहली एठी गोटे दिन मु सोई के जाई परिबी? से कहले हाँ एठी सोई के जानतु। मु पहांतिया 4टा रे उठिली। आ धीरे मु पळेई आसीबी बोली भाबिथिली। मु ठीक कबाट खोलिली। आ ठीक ड्रेस पिंधि के कबाट खोलुची मु। आ ठीक 4टा रु टिके अधिक समय हेजी किए जणे कबाट सामने रे छिड़ा हेतिला। मु चमकी पड़िली। से गुमी चर्च पास्टर थिले। मु जेमिति के लुचि के जाई परिबिनी। मु बहुत चमकी जाइथिली। आ पास्टर आपण आज सकाळ मॉर्निंग सर्विस रे टिके प्रचार करि दियंतु। आ तार अर्थ होचे से मते कहउछन्ते आपण एठी सोइले तो तार भड़ा देई के जानतु। मु तांको मना करि पारिलिनी। आ तापरे मु सकाळ सर्विस रे सेठी प्रचार कली। मु कोन प्रचार कली मोर मने पडुनी। किंतु मु प्रचार करूथिबा समय रे आ से पछरे जो घंटा थिला से तळे व्हील चेयर रे गोटे झियो बसी थिला। मु सर्विस शेष कली। मु से स्टूडेंट पाखो को गली। मु कहली समस्ते चेयर रे बसी छंती तू कोन पई व्हील चेयर रे बसीचु? तते व्हील चेयर रे बसिबा पई खुशी लागुची? मु ताको पचारिली एमती। से स्टूडेंट मते कहला तार ना होची सुहन छे। तार बयस 19 वर्ष थिला। आउ से हाई स्कूल रे पढुथिला। से मते ता निज विषय रे कहिला।
ସେ କହିଲା ହଠାତ୍ ମୋର ପାଦରେ ମୋତେ କିଛି ସେନ୍ସ ମୁଁ ହରେଇବାକୁ ଲାଗିଲି। ମା ମୁଁ କିଛି ଜାଣିପାରୁନି, ମୋର ପାଦରେ ସେନ୍ସ ନାହିଁ, କ'ଣ ପାଇଁ ଏମିତି ହେଉଛି? ନାଇଁ କିଛି ହବନି। ଆଉ ତାପରେ ଧୀରେ ଧୀରେ ସେ ପାଦରୁ ତାର ସେଇ ଗୋଡ଼ ସେନ୍ସଲେସ୍ ହେବାକୁ ଲାଗିଲା। ତାପରେ ଆଣ୍ଠୁ ପର୍ଯ୍ୟନ୍ତ ସେ ଆଉ କିଛି ସେନ୍ସ କରିପାରିଲାନି। ଆଉ ହସ୍ପିଟାଲକୁ ଯେତେବେଳେ ଯାଇକି ସେମାନେ ଟେଷ୍ଟ କରିଲେ, ଆଉ ତାର ସେଇଠି ମେରୁଦଣ୍ଡରେ କିଛି ଇନଫେକ୍ସନ୍ ହେଇଥିଲା, ଆଉ ସେଥିପାଇଁ କି ତାର ସବୁ ସ୍ନାୟୁ ମରି ଯାଇଥିଲା। ଆଉ ସେଥିପାଇଁ ପରିସ୍ରା ମଧ୍ୟ ଝାଡ଼ା ମଧ୍ୟ ସେ ନିଜେ ଯାଇପାରିଲାନି। ସେ ବହୁତ କଷ୍ଟରେ ବଞ୍ଚୁଥିଲା। ଆଉ ଡକ୍ଟର ତାଙ୍କୁ କହିଲେ ଆଉ କିଛି ଦିନ ପରେ ଏମିତି ରହିକି ସେ ମରିଯିବ। ଆଉ ସେତେବେଳେ ସେ ଝିଅର ବାପା ମା ଆଉ ତାଙ୍କର ପାଷ୍ଟର ପ୍ରାର୍ଥନା କରିଥିଲେ ତା ପାଇଁ। ଆଉ ସେ ଝିଅ ଇଚ୍ଛା କରୁଥିଲା ପାଷ୍ଟର ପାର୍କଠୁ ସୋଉଲରେ ଆସିକି ସିଏ ପ୍ରାର୍ଥନା ଗ୍ରହଣ କରିବା ପାଇଁ, କିନ୍ତୁ ସିଏ ପରିସ୍ରା ଯାଇପାରୁନଥିଲା, ଝାଡ଼ା ଯାଇପାରୁନଥିଲା, ସେଥିପାଇଁ ସିଓଲକୁ ଆସିବା ସହଜ ନଥିଲା। ସେଥିପାଇଁ ତାର ପରିବାର ପ୍ରାର୍ଥନା କଲେ, ଆଉ ପରମେଶ୍ୱର ତୁମେ ପାଷ୍ଟରକୁ ଥରେ ଗୁମିକୁ ନେଇ ଆସ। ମୁଁ ସେଇଦିନ ସତରେ ଚିନ୍ତା କରିନଥିଲି ଗୁମିକୁ ଯିବା ପାଇଁ। ଆଉ ତାଙ୍କର ପରିବାରର ପ୍ରାର୍ଥନା ହେତୁ ସେଦିନ ମୁଁ ଗୁମିକୁ ଗଲି। ଆଉ ମୁଁ ଯେତେବେଳେ ଗୁମି ଚର୍ଚ୍ଚର ପାଷ୍ଟରଙ୍କୁ କହିଲି ମୁଁ ଏଠି ଶୋଇକି ଯିବି, ଆଉ ସିଏ ମୋତେ ଡାକିଥିଲେ ଗୁମି ଚର୍ଚ୍ଚକୁ। ତାପରେ ସେଇ ସୁହିୟନ ଛେଙ୍କର ବାପାକୁ ସେ ଫୋନ୍ କରିଥିଲେ, ଆଉ ଆଜି ରାତିରେ ପାଷ୍ଟର ଏଇଠି ଆସିକି ରହିବେ, ମୁଁ ନିଶ୍ଚିନ୍ତ ତାଙ୍କୁ ଏଇଠି ଅଟକେଇକି ରଖେଇବି, ଆଉ ତୁମେ ପାହାନ୍ତିଆରେ ଯେମିତି ହେଲେ ମର୍ଣ୍ଣିଂ ସର୍ଭିସକୁ ଆସନ୍ତୁ। ଆଉ ତାପରେ ସେଇ ସୁହିୟନ ଏ ଯେଉଁ ଷ୍ଟୁଡେଣ୍ଟ ଥିଲା ତା ସହିତ ମୁଁ କଥାବାର୍ତ୍ତା ହେଲି। ଆଉ 19 ବର୍ଷ, ଆଉ ପୁରା ଫୁଲ ପରି ବୟସ ତାର, ଆଉ ଏତେ ସୁନ୍ଦର ସେ, କିନ୍ତୁ ସେ ବର୍ତ୍ତମାନ ମରିବା ପାଇଁ ଯାଉଛି। ସେ କେବେ ମରିଯିବ ଆମେ ଜାଣିନୁ। ମୁଁ ଭାବିଲି ଯଦି ଯୀଶୁ ଏ ପିଲାକୁ ଦେଖିଥାନ୍ତେ, ଫୁଲ ପରି ଏତେ ସୁନ୍ଦର ଝିଅ, ତାର ଜୀବନ କେବେ ମଧ୍ୟ ଯୀଶୁ ସେମିତି ତାଠୁ ବାହାର କରି ନେବେନି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ କ'ଣ, ଯଦି ମାଥ୍ୟୁ ଲିଖିତ ସୁସମାଚାର ଶେଷ ପଦରେ ଆପଣ ଦେଖିବେ ଯୀଶୁ କ'ଣ କହୁଛନ୍ତି, ଯୁଗାନ୍ତ ପର୍ଯ୍ୟନ୍ତ ମୁଁ ତୁମର ସଙ୍ଗେ ସଙ୍ଗେ ଅଛି। ଆଉ ସେତେବେଳେ ମଧ୍ୟ ଯୀଶୁ ମୋର ସାଙ୍ଗରେ ଅଛନ୍ତି, ଆଉ ସେତେବେଳେ ମଧ୍ୟ ଯୀଶୁ ସୁହିୟନ ସହିତ ଅଛନ୍ତି। ଏଇଟା ପ୍ରକୃତ ସତ୍ୟ, କାହିଁକିନା ଯୀଶୁ କହିଛନ୍ତି ଯୁଗାନ୍ତ ପର୍ଯ୍ୟନ୍ତ ମୁଁ ତୁମ ସଙ୍ଗେ ସଙ୍ଗେ ଅଛି। ଯଦିବା ମୁଁ ସୁହିୟନ ପାଇଁ କିଛି କରିପାରିବିନି, ଆଉ ଯଦି ଯୀଶୁ ଅଛନ୍ତି ସୁହିୟନ ପାଇଁ କିଛି ସମସ୍ୟା ହେଇପାରିବନି। ମୁଁ ଟିକେ ସମୟ ନେଇକି ଆଉ ମୁଁ ସେଇ ଝିଅ ସହିତ କଥା ହେବାକୁ ଆରମ୍ଭ କଲି। ଆଉ ବର୍ତ୍ତମାନ ଯୀଶୁ ଆମ ସହବର୍ତ୍ତୀ ଅଛନ୍ତି। ଯୀଶୁ ଇଚ୍ଛା କରୁଛନ୍ତି ତାକୁ ସୁସ୍ଥ କରିବା ପାଇଁ, କିନ୍ତୁ ଗୋଟେ ସମସ୍ୟା ଅଛି। ସେଇ ଝିଅର ହୃଦୟ ଏବଂ ଯୀଶୁଙ୍କର ହୃଦୟ ଏକ ହେବା ଆବଶ୍ୟକ। ହଁ, ଯୀଶୁ ମଧ୍ୟ ଇଚ୍ଛା କରୁଛନ୍ତି ମୋତେ ସୁସ୍ଥ କରିବାକୁ। ଯୀଶୁ ମୋତେ ସୁସ୍ଥ କରିପାରିବେ। ଆଉ ସେତେବେଳେ ଯୀଶୁଙ୍କର ହୃଦୟ ସହିତ ତାର ଏକ ହବ। ଆଉ ଯଦି ଏଇ ପ୍ରକାର ଭାବରେ ଆପଣ ବାଇବଲର ବାକ୍ୟ ନିଜ ଜୀବନରେ ବିନିଯୋଗ କରିକି ଆପଣ ଯଦି ଆଗକୁ ବଢ଼ିବେ, ତେବେ ଆଶ୍ଚର୍ଯ୍ୟମୟ କାର୍ଯ୍ୟ ଆପଣଙ୍କ ଜୀବନରେ ଘଟିବାର ଆପଣ ଦେଖିପାରିବେ। ମୁଁ ସୁହିୟନକୁ କହିଲି, ସୁହିୟନ ମୋ କଥା ଭଲରେ ଶୁଣେ, ଇଲେକ୍ଟ୍ରିସିଟି ଯଦି ୱାୟାର ସହିତ କନେକ୍ଟ ହେବ ସେ କାର୍ଯ୍ୟ କରିବ। ଆମେ କିଛି କରିବା ଆବଶ୍ୟକ ନାହିଁ। ଆଉ ୱାସିଂ ମେସିନ୍ ମୁଁ ଚଲେଇବା ଆବଶ୍ୟକ ନାହିଁ। ଆଉ ୱାସିଂ ମେସିନ୍ ଭିତରେ ଗୋଟେ ମୋଟର ଅଛି, ଆଉ ଇଲେକ୍ଟ୍ରିସିଟି ଯେତେବେଳେ ଯାଇକି ସେ ମୋଟରକୁ ଚଲେଇବ,
आ मोटर जितेबाला चलो ऑटोमेटिकली से कपड़ा सब सफा हम आ इलेक्ट्रिसिटी तुम्हें जाके कार्य कर आ इलेक्ट्रिसिटी जितेबाला को वॉशिंग मशीन सहित कनेक्ट हम से काम कर से काम करूथिबो किंतु जदि इलेक्ट्रिक आपण डिस्कनेक्ट करदेबे सी आउ काम करबनी मु आउ काम करि परिबिनी से बंद हो जिवो। जीसु मध्य सेई प्रकार आउ जेमिति कि इलेक्ट्रिसिटी वायर द्वारा प्रवाहित हुए यदि आमानकर हृदय जीसुकर हृदय एक हो जिवो एहा आपण समस्तक पई समान अटे। आपणकर हृदय जितेबाला प्रवाहित हम जिते जीशुकर हृदय आपणकर हृदय को प्रवाहित हम जीशुकर हृदय थिबा आनंद आपणकर हो जीशुकर हृदय थिबा शांति आपणकर हेबो जीशुकर हृदय थिबा प्रेम आपणकर हो एवं जीशुंक ठारे जो शक्ति अछि ताहा मोर जीवन रे कार्य करिबा आरंभ करिबो। सेतिपई आमे भलरे बंचिबा पई आमे माने बाध्य हेबा पई चेष्टा करिबार आवश्यकता नाही। आ से वॉशिंग मशीन जिते भी चेष्टा करू निजे काम करिबा पई जदि इलेक्ट्रिसिटी नाही से काम करि परिबनी। आपण माने जानि छंती ना आउ इलेक्ट्रिसिटी केमती मोटर रे तयारी हेची आउ इलेक्ट्रिसिटी रो दीटा पोल अछि आउ सेटा से माने आउ तापर जिते को से इलेक्ट्रिसिटी से वॉशिंग मशीन रे प्रवेश करिथाए सेते बेले से इलेक्ट्रॉन गुडाक ताकू टाणी थाए आउ फेर आउ थरे से माने मिसी थांती आउ एई प्रकार भाबरे से वॉशिंग मशीन काम करे। आउ किंतु जदि इलेक्ट्रिसिटी सेठी कनेक्ट हेइनी से बंद हेइ जिवो किंतु इलेक्ट्रिसिटी कनेक्ट हेले पुणी काम करिवो। आउ जेते पर्यंत इलेक्ट्रिसिटी सेठी कनेक्ट हेइची से मोटर सेते पर्यंत काम करिवो। जीशु आमानक हृदय काम करिबा पाई जीशु आमानक हृदय प्रवेश करिबा आवश्यक। जेतेबेले आमे माने पापरु क्षमा पाइबा एवं आमे जेतेबेले जीशुक हृदय जानिबा आउ जेतेबेले आमे जानिबा जे जीशु मोर हृदय कार्य करूछंती आउ सेतेबेले जीशु मोर हृदय प्रवेश करिबे आउ सेतेबेले मोर समस्त समस्या जीशुकर समस्या हेइ जिवो। आउ सेठी इलेक्ट्रिसिटी जितेबाला दिया जाउछि किंतु से वॉशिंग मशीन काम करूनी सेमिति असंभव हेबा। आउ जदि सेठी खराब हो जाइछि वॉशिंग मशीन ताहले काम न करि पारे किंतु जदि नॉर्मल अछि वॉशिंग मशीन ताहले इलेक्ट्रिसिटी कनेक्ट हेले निश्चिंत से काम करिवो। जदि आपण इलेक्ट्रिक बल्ब रे जदि इलेक्ट्रिसिटी कनेक्ट करिवे ताहले से जळिबो आउ टीवी रे इलेक्ट्रिसिटी कनेक्ट कले से चलिबो आउ जदि फ्रिज रे आपण इलेक्ट्रिसिटी कनेक्ट करिवे ताहले सेटा ठंडा हेबो। परमेश्वर जेतेबेले वॉशिंग मशीन तयारी कले परमेश्वर जेतेबेले फ्रिज तयारी कले परमेश्वर एमिति टीवी तयारी कला बेले एमिति तयारी करिसंती जेमति कि इलेक्ट्रिसिटी सेठी काम करि पारिबो। परमेश्वर मनीष को एमिति तयारी करिसंती जेतेबेले मनीषर हृदय रे जीशुकर हृदय प्रवेश करिबो मनीष आश्चर्य भाबरे परिवर्तित हेबो। आपण जे केही भी हुअंतु ना काहेकि जेतेबेले परमेश्वर आपण को निर्माण कले परमेश्वर मनीषर हृदय निर्माण करि अछंती जेतेबेले परमेश्वरकर हृदय आपणकर हृदय सहित एक हेइ जिवो। यदि परमेश्वरकर वाक्य आपणकर हृदय रे प्रवेश करिबो आउ सेही समय ठारू मु नुहे किंतु जीशु मोर हृदय कार्य करिबा आरंभ करिबे। मु सुहियन को कहली जीशु जेतेबेले जगत रे थिले अनेक रोगी मानकु से भेटिले आ से प्रत्येक थर जीशु गोटे वाक्य कहिसंती तुमे विश्वास करूछ कि आ जदि तुमे विश्वास करूछ तुमर विश्वास अनुसार ताहा हेबो। आ सुहियन वर्तमान तू मरी जीवु तोर ए मेरुदंड इन्फेक्शन द्वारा आ डॉक्टर कहिछि किछि दिन परे तू मरी जीवु। आ मु जेतेबेले जीशुकर माथ्यू लिखित सुसमाचार मार्क लिखित सुसमाचार लुक लिखित सुसमाचार जोहन लिखित सुसमाचार पढ़े
ଆଉ କେବେ ମଧ୍ୟ ଯୀଶୁ ରୋଗୀମାନଙ୍କୁ ଦେଖିକି ସୁସ୍ଥ ନ କରିକି ଚାଲି ଯାଇ ନାହାନ୍ତି। ଆଉ ପ୍ରତ୍ୟେକ ଜଣଙ୍କୁ ସେ ସୁସ୍ଥ କରିଅଛନ୍ତି। ଆଉ ସେ ତୁମକୁ ମଧ୍ୟ ସୁସ୍ଥ କରିବାକୁ ଇଚ୍ଛା କରୁଛନ୍ତି। ଆଉ ଯେମିତିକି ଇଲେକ୍ଟ୍ରିସିଟି କନେକ୍ଟ ହେବା ଦରକାର ଇଲେକ୍ଟ୍ରୋନିକ୍ ଜିନିଷ କାମ କରିବା ପାଇଁ। ଆଉ ଯେତେବେଳେ ଆପଣଙ୍କର ହୃଦୟ ଯୀଶୁଙ୍କ ହୃଦୟ ସହିତ ସଂଯୁକ୍ତ ହେବ, ଆଉ ତୁମର ହୃଦୟ କେମିତି ଯୀଶୁଙ୍କ ହୃଦୟ ସହିତ ସଂଯୁକ୍ତ ହେବ ସେ ବିଷୟ ମୁଁ ତୁମକୁ ଶିଖେଇବି। ଆଉ ମାଥ୍ୟୁ ଲିଖିତ ସୁସମାଚାର ଶେଷ ଅଧ୍ୟାୟରେ ସେଠି ଶେଷରେ କ'ଣ ବାକ୍ୟ ଲେଖାଯାଇଛି ଆଉ ଯୀଶୁ କ'ଣ କହୁଛନ୍ତି? ଯୁଗାନ୍ତ ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭର ସଙ୍ଗେ ସଙ୍ଗେ ଅଛୁ। ଯୀଶୁ କେବେ ମଧ୍ୟ ମିଛ କହିବେନି। ଆଉ ସେହି ଯୀଶୁ ଯୁଗାନ୍ତ ପର୍ଯ୍ୟନ୍ତ ମୋହର ସଙ୍ଗେ ସଙ୍ଗେ ଅଛନ୍ତି। ଆଉ ସେ ଯୀଶୁ ସବୁବେଳେ ମୋର ସଙ୍ଗେ ସଙ୍ଗେ ଅଛନ୍ତି। ଆଉ ସେ ଯୀଶୁ ଯେମିତିକି ମୋର ହୃଦୟରେ ପ୍ରତ୍ୟେକ ମୁହୂର୍ତ୍ତରେ କାର୍ଯ୍ୟ କରିପାରିବେ। ଆଉ ସେଥିପାଇଁ ଯୀଶୁଙ୍କ ସହିତ ମୋର ହୃଦୟ ଏକ ହେବା ଆବଶ୍ୟକ। ଆଉ ସୁହିୟନ ଆଜି ମୁଁ ତୁମକୁ ଶିଖେଇବି କେମିତି ତମର ହୃଦୟ ଯୀଶୁଙ୍କ ହୃଦୟ ସହିତ ଏକ ହେବ। ଯୀଶୁ କେବେ ମଧ୍ୟ ରୋଗୀମାନଙ୍କୁ ଦେଖିକି ସେମିତି ଖାଲି ଚାଲି ଯାଇ ନାହାନ୍ତି, କିନ୍ତୁ ସେ ତାଙ୍କୁ ନିଶ୍ଚିତ ଭାବରେ ସୁସ୍ଥ କରିଛନ୍ତି। ଯୀଶୁ ଇଚ୍ଛା କରୁଛନ୍ତି ତୁମକୁ ସୁସ୍ଥ କରିବା ପାଇଁ। ଆଉ କେମିତି ହୃଦୟ ସହିତ ତମର ହେଲେ ଯୀଶୁଙ୍କ ସହିତ ଏକ ହେଇପାରିବ ତୁମ ହୃଦୟ ଜାଣିଛ କି? ଆଉ ନିଶ୍ଚିନ୍ତ ଯୀଶୁ ତୁମକୁ ସୁସ୍ଥ କରିବେ। ଆଉ ଯେତେବେଳେ ତୁମ ପାଖରେ ସେଇ ପ୍ରକାର ହୃଦୟ ଅଛି, ଆଉ ଯେତେବେଳେ ତୁମର ହୃଦୟ ଯୀଶୁଙ୍କ ହୃଦୟ ସହିତ ଏକ ହବ, ଆଉ ମୁଁ ପେଟର ଅଲସର ପାଇଁ ବହୁତ କଷ୍ଟ ପାଇଥିଲି 1991 ମସିହାରେ। ଯେତେବେଳେ ପ୍ରଥମେ ମୋର ସେଇ ପେଟର ଅଲସର ଆରମ୍ଭ ହେଲା, ଆଉ ସେଇଟା ବୋଧେ ମୋତେ ମାର୍ଚ୍ଚ ମାସ ବୋଲି ଲାଗୁଛି। ଆଉ 3 ମାସ ଧରିକି ମୁଁ ଯାହା ବି ଖାଇଲେ ମୋତେ ବାନ୍ତି ହେଉଥିଲା। ମୁଁ କିଛି ମଧ୍ୟ ଭଲରେ ଖାଇପାରୁନଥିଲି। ଆଉ ହସ୍ପିଟାଲରେ ଯେତେବେଳକୁ ମୋତେ ମେଡ଼ିସିନ ଦେଲେ, ଆଉ ମୁଁ ସେ ମେଡ଼ିସିନ ଖାଇଲି, ଆଉ ମୋର ପେଟ ମୋତେ ଏତେ ଶାନ୍ତି ଲାଗିଲା ଯେ ମୁଁ ବଞ୍ଚିଲା ପରି ମୋତେ ଲାଗିଥିଲା। କିନ୍ତୁ ଗୋଟେ ସପ୍ତାହ ପରେ ଆଉ ମୁଁ ମେଡ଼ିସିନ ଯେମିତି ଟିକେ ବନ୍ଦ ମାନେ ମୋତେ ସେ ମେଡ଼ିସିନ ଆଉ କାମ କଲାନି। ମୁଁ ବହୁତ କଷ୍ଟରେ କିଛି ଖାଇପାରୁଥିଲି। ଆଉ ଯେହେତୁ କି ଆମମାନଙ୍କର ସବୁ ପ୍ରୋଗ୍ରାମ ଗୁଡ଼ାକ ଗୋଟେ ମାସ ପୂର୍ବରୁ ସ୍କେଡ୍ୟୁଲ୍ ହେଇସାରିଥାଏ, ଆଉ ମୋତେ ନିଶ୍ଚିତ ଭାବରେ ସେ କନଫରେନ୍ସକୁ ଯିବାର ଥିଲା। ଆଉ ମୁଁ ଗେଷ୍ଟ ସ୍ପିକର ସେଇ କନଫରେନ୍ସରେ ଥାଏ, ସେଥିପାଇଁ ସେମାନେ ମୋତେ ଭର୍ତ୍ତି ଖାଇବାକୁ ଦିଅନ୍ତି, କିନ୍ତୁ ମୁଁ କିଛି ଖାଇପାରୁନଥିଲି। ଆଉ 3 ମାସ ଭିତରେ ମୋର ଓଜନ 7 କିଲୋ କମ୍ ହେଇଗଲା। ସେତେବେଳେ ମୋର ଓଜନ 70 କିଲୋ ଥିଲା। ଆଉ 7 କିଲୋ ଯେତେବେଳେ କମିଗଲା ମୋର ଓଜନ, ମୋର ପ୍ୟାଣ୍ଟ ମଧ୍ୟ ଲୁଜ୍ ହେଇଗଲା, ମୋର ଜ୍ୟାକେଟ୍ ଲୁଜ୍ ହେଇଗଲା। ଆଉ ଗୋଟେ ଦିନ ସକାଳେ ମୁଁ ଯେତେବେଳେ ନିଦରୁ ଉଠିଲି, ଆଉ ଖରା ଦିନରେ ଆମମାନଙ୍କର ସମର ରିଟ୍ରିଟ୍ ଅଛି, ଷ୍ଟୁଡେଣ୍ଟସ୍ କନଫରେନ୍ସ ଅଛି, ଆଉ ଅନେକ ଗୁଡ଼ିଏ ଇଭେଣ୍ଟ ଅଛି। ଆଉ ମୋର ହୃଦୟରେ ମୁଁ ଏ ପ୍ରକାର ଚିନ୍ତା କଲି, ମୋର ଏ ପ୍ରକାର ଶରୀର ଦ୍ୱାରା ମୁଁ କେବେ ମଧ୍ୟ କାମ କରିପାରିବିନି ଏଇ ଖରା ଦିନରେ। ମୁଁ ପରମେଶ୍ୱରଙ୍କ ସମ୍ମୁଖରେ ମୁଁ ପ୍ରାର୍ଥନା କଲି, ପିତା ପରମେଶ୍ୱର, ମୋର ପେଟ ବହୁତ ଅସୁସ୍ଥ ଅଛି, ମୋର ଦୟା କରିକି ମୋର ପେଟ ତୁମେ ଭଲ କରିଦିଅ। ମୋତେ ଲାଗୁନି ଏଇ ଖରା ଦିନରେ ମୁଁ ଏଇ ପ୍ରକାର ପେଟ ନେଇକି କାମ କରିପାରିବି। ଆଉ ପ୍ରାର୍ଥନା ସରିଲା ବେଳକୁ ମୁଁ ଯେଉଁ ବାକ୍ୟ ଜାଣିଥିଲି ସେଇ ପ୍ରକାର ବାକ୍ୟ ମୋର ଗୋଟେ ମନେ ପଡ଼ିଲା। ମାର୍କ 11 ପର୍ବର 24 ପଦ। ଆଉ ସେଠି କ'ଣ ଲେଖାଯାଇଛି? ଅତେ ମୁଁ ତୁମମାନଙ୍କୁ କହୁଅଛି, ତୁମ୍ଭେମାନେ ଯାହା ଯାହା ପ୍ରାର୍ଥନା କର ଓ ମାଗ, ସେ ସବୁ ପାଇଅଛ ବୋଲି ବିଶ୍ୱାସ କର, ସେଥିରେ ସେହି ସବୁ ପାଇବ। ଏଇଟା ଏତେ ସହଜ। ପରମେଶ୍ୱର ପ୍ରତିଜ୍ଞା ଦେଇଛନ୍ତି।
जहाँ भी तुम्हें मागु अछ तुम्हें विश्वास कर। आउ मु प्रार्थना कली मते सुस्थ कर दियो। तापरे मु कौन करी आ मु सुस्थ होइछि बोली केवल मते विश्वास करबा आवश्यक। एटा सहज अटे। ओ एटा बहुत सहज। आ मो पेट काटुची मु प्रार्थना कली आउ मु विश्वास कली मु सुस्थ होइछि। किंतु समस्या कौन मते ब्रेकफास्ट खाइबार थिला। मु खाली सूप खाइले भी मते झाड़ा होउथिला। आ सेति पई पानी सहित मु खाउथिली टिके टिके। यदि मोर पेट सुस्थ हेई सारिची मते किमची खाइबा को हबो। यदि मु किमची खाई पारुनी तार अर्थ मो पेट सुस्थ हेइनी। हाँ एटा तो बहुत कष्ट। मु जने पास्टर किंतु मोर विश्वास नाही बोली मु सेते बेले जानि पारिथिली। मु किमची जेते बेले खाइबा पई गली मते डर लागिला। आउ सेते बेले डॉक्टर मते कोन कहिले डॉक्टर पास्टर आपण सावधान रहिबे। आपणकर पेटर पर्दा पेपर परी पतला हो जाइछि। आउ आपण जदि किछि अधिक खाइबे ताहले सेटा फाटी जिवो। आउ 24 घंटा भितर आपण मरि जिवे। आपण सावधान होइके रुहंतु। मु किछि खाइबा पई मोर विश्वास नथिला। काहे कि आ मु जेते बेले देखुची मोर ए पेटरे मु पानी पीले भी मते झाड़ा होउची ताले मु किमची खाइले ताले बड़ समस्या हे जिवो। मोर एई प्रकार हृदय थिला। आ मु किमची खाइबी ताले मोर पेट सुस्थ हे जिवो। तेबे बाइबल कोन कहूची आ तुम्हें माने जहा जहा प्रार्थना करो माग से सब पाई अछ बोली विश्वास कर। सेथिरे ताहा पाई सेही सब पाइबो। एटा बाइबल रो वाक्य अटे। ताहले मु वर्तमान विश्वास करूनी। मु केवल यह विश्वास कले हेई पारिबो। मु विश्वास कले मोर पेट सुस्थ हबो। काइना वाक्य रे सेंति लेखा जाइछि मोर पेट सुस्थ हेई सारिछि। मु ब्रेकफास्ट पई गली आ मु किमची खाइबा पई गली। आ मु ब्रेकफास्ट खाइबा पई गली। आ से दिन आम घर को केते जण अतिथि माने आसीथिले। आ मोर स्त्री से बहुत खाद्य प्रस्तुत करिथिले। आ गोटे से कणरे मो पाई किछि सूप आउ किछि मांस सिझा आउ एतिके टिके जाऊ से रखी देइथिले। मु सेरा साइड करि देली। मु गोटे गिना भात नेली आ तापरे मु खाइबा को लागिली। तापरे किमची मु खाइबा को आरंभ कली। तापरे काक्तुगी मु खाइली। आ मो स्त्री मते देखि के आश्चर्य हे गले। से कहले तमे कोन करूछ। मु कहले चिंता करनी मु सुस्थ हे सारिची। आ मोर स्त्री रो गोटे बहुत दुर्बलता अछि। से दुर्बलता कौन आ मु जद से मते किछि कहले मु ताकू तमर विश्वास नाही बोली कहिबी काले सेति पई से मते किछि न कहि के पळेइले। आ मु जेते बेल को यूथ थिली आ मु बाइबल अनुसार मोर जीवन को बदलई देली। आ सेति पई सब समय मु कम करिथिली। सोइबा समय मु कम करि देली। आ गाधेइबा समय मु केवल 5 मिनिट रखिली। आ 2 मिनिट अधिक मु केबे मध्य खाएनी। मु मोर सब समय बाइबल पढ़िबा पई कम करि देली। आ सेति पई बहुत शीघ्र भात खाई थाए। आ बेले बेले मते स्पेशल गेस्ट मानक सहित खाइबा को पड़े। आ मु हठात देखिला बेले को मु खाई सारिची सबु। किंतु अन्य माने भी खाई नाहांती। सेति पई मु बसी की खाली साइड डिश खाउ थाए। आ से दिन मध्य मु सबु खाई सारी थिली। अन्य माने अधा मध्य खाई नथिले। आ सेते बेले मोर पेट बहुत काटिला। आ मु सेति पई के असह्य जंत्रणा हेबारु मु टॉयलेट को गली। आ तापरे मते डायरिया हेइथिला। हाँ मु एमती हे कि मरि जिबिनी तो नाई मु सुस्थ हेई सारिची। आ किंतु सेते बेले मोर हृदय रे तू पूरा सब सुस्थ हो सारिचु ताहले तोर पेट काहे बिंधा होउची। तोर पेट बिंधा होउची तते झाड़ा होउची हेले भी तू सुस्थ हेइचु। तू सुस्थ हेइनु। सतरे सुस्थ हेइनी। आ मु जहा प्रार्थना करिछि ताहा पाई अछि बोली जदि मु विश्वास करिबी मु पेटर सुस्थता पई प्रार्थना कली एवं मु सुस्थ हेई सारिछि बोली विश्वास कली।
ଆଉ ଯଦି ମୁଁ ବିଶ୍ୱାସ କରିବି ଆଉ ତାହେଲେ ମୋର ପେଟ ବିନ୍ଧୁ କି ନ ବିନ୍ଧୁ ମୋତେ ବିଶ୍ୱାସ କରିବା ଆବଶ୍ୟକ। ହଁ, ମୁଁ ସୁସ୍ଥ ହେଇସାରିଛି ମୋର ହୃଦୟରେ। ଆଉ ଯଦି ମୁଁ ସୁସ୍ଥ ହେଇସାରିଛି ତାହେଲେ ପେଟ ବିନ୍ଧିବା ଉଚିତ ନୁହେଁ। ତତେ ଡାଇରିଆ ହେଉଛି, ତୁ ତ ସୁସ୍ଥ ହେଇନୁ। ମୁଁ କ'ଣ ସୁସ୍ଥ ହେଇନି? ଆଉ କିନ୍ତୁ ହଠାତ୍ ମୋର ମନେ ପଡ଼ିଲା, ଆଉ ଯୀଶୁ ଯେତେବେଳେ ଆଉ ଜାଇରସର ଘରକୁ ଗଲେ, ଆଉ ଜାଇରସର କନ୍ୟା ମରି ଯାଇଥିଲା। ଯୀଶୁ କହିଲେ ସେ ଶୋଇଛି। ସମସ୍ତେ ହସିଲେ। ଆଉ ସେ ଶୋଇଛି ନା ମରିଛି ଆମେ କ'ଣ ଜାଣିପାରିବୁନି? ସେ ଯଦି ଶୋଇଛି ତାହେଲେ ନିଶ୍ୱାସ ନେବା ଦରକାର, ତାର ଶରୀର ଉଷୁମ ଥିବା ଦରକାର। ଆଉ ତାର ଦେହ ପୁରା ଥଣ୍ଡା ପଡ଼ିଯାଇଛି, ତାର ନିଶ୍ୱାସ ବନ୍ଦ ହେଇଯାଇଛି। ଯୀଶୁ କହିଲେ ନା, ସେ ଶୋଇଛି। ସେ ଆମମାନଙ୍କ ଆଖିରେ ମୃତ ଅଟେ, କିନ୍ତୁ ସେ ଝିଅ ଜୀବନ ପାଇଲା। ଓହୋ, ତାହେଲେ ମୁଁ ଦେଖିଲେ ମୋର ପେଟ ବିନ୍ଧା ହେଉଛି, କିନ୍ତୁ ଆଉ ଯୀଶୁଙ୍କର ଚକ୍ଷୁରେ ମୁଁ ସୁସ୍ଥ ହେଇସାରିଛି। ଆଉ ଲଞ୍ଚରେ ମଧ୍ୟ ମୁଁ ଆଉ ଗୋଟେ ଗିନା ଭାତ ଖାଇଲି। ଆଉ ପୁଣି ଆଉଥରେ ମୋର ବହୁତ ପେଟ ବିନ୍ଧା ହେଲା। ଆଉ ତାପରେ ଡିନର ବେଳକୁ ଆଉ ମୋତେ ବାହାରେ ଯାଇକି ଖାଇବା ପସନ୍ଦ ନାହିଁ। ସେଥିପାଇଁ ଅଧିକାଂଶ ସମୟରେ ମୁଁ ବାହାରକୁ ଯାଏନି ଖାଇବା ପାଇଁ। କିନ୍ତୁ ବେଳେ ବେଳେ ମୋତେ ଯଦି କେହି ଡାକନ୍ତି ତାହେଲେ ମୁଁ ଯାଏ ବାହାରେ ଖାଇବା ପାଇଁ। ଆଉ ଗୋଟେ ଦିନ ଗୋଟେ ହୋଟେଲକୁ ସେ ମୋତେ ହାୟାଟ ହୋଟେଲକୁ ଜଣେ ଇନଭାଇଟ୍ କରିଥିଲେ ଖାଇବା ପାଇଁ। ଆଉ ମୋ ପେଟ ବହୁତ ବିନ୍ଧୁଛି, ମୁଁ ଟିକେ ଖାଲି ସୁପ୍ ଖାଇଦେବି। ନାଇଁ, ମୁଁ ତ ସୁସ୍ଥ ହେଇସାରିଛି। ଆଉ କିନ୍ତୁ ସେଇଦିନ ମୁଁ ପ୍ରଥମ ଥର ପାଇଁ ବହୁତ ଖାଇଲି। ମୋ ପେଟ ପୁରା ଭର୍ତ୍ତି ହେଇଗଲା। ତାପରେ ମୁଁ ଡ୍ରାଇଭିଂ କରି ଘରକୁ ଆସିଲି। ଆଉ ସକାଳେ ମୁଁ ଯେତେବେଳେ ଉଠିଲି, ଠିକ୍ 24 ଘଣ୍ଟା ଭିତରେ ମୋର ପେଟ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେଇଗଲା। ତା ପରଦିନଠୁ ମୋର ପେଟ ବହୁତ ସ୍ୱାସ୍ଥ୍ୟବାନ ହେଇଯାଇଛି। ଆଉ ପୂର୍ବରୁ ମୁଁ କିଛି ଖାଇପାରୁନଥିଲି। ଆଉ ମୁଁ ରାଗ ଜିନିଷ, ଖଟା ଜିନିଷ ଖାଇପାରୁନଥିଲି, କିନ୍ତୁ ତା ପରଠୁ ମୁଁ ସବୁ ଖାଇପାରୁଛି। ପରମେଶ୍ୱରଙ୍କର ଏଇ ଯେଉଁ ବାକ୍ୟ ଅଛି, ଏଇଟା ବହୁତ ସ୍ପଷ୍ଟ ଅଟେ। ଆଉ ଯଦି ଆପଣ ନିଜର ଚିନ୍ତା ବାଇବଲର ବାକ୍ୟରେ ମିଶାଇ ଦେବେ, ସେଇଟା ସମସ୍ୟା ଅଟେ। ମୁଁ ସେଇ ଷ୍ଟୁଡେଣ୍ଟ ସୁହନ ଛେକୁ କହିଲି, ମୁଁ ଏଇ ପ୍ରକାର ସତ୍ୟତା ବିଷୟରେ ତାକୁ କହିଥିଲି। ତୁ ଯେତେବେଳେ ଦେଖୁଛୁ ତୋର ରୋଗ ଅଛି, କିନ୍ତୁ ତୁମେ ପ୍ରାର୍ଥନା କରିକି ଯଦି ବିଶ୍ୱାସ କରିବ ତୁମେ ସୁସ୍ଥ ହେଇଛ। ଯଦି ତୁମର ହୃଦୟ ଯୀଶୁଙ୍କ ହୃଦୟ ସହିତ ଏକ ହେଇଯିବ, ତେବେ ଯୀଶୁ କହୁଛନ୍ତି ତୁମେ ସୁସ୍ଥ ହୋଇଅଛ, ତେବେ ତୁମେ ସୁସ୍ଥ ଅଟ। ଆଉ ଯଦି ତୁମେ ବିଶ୍ୱାସ କରିବ ତୁମେ ସୁସ୍ଥ ହୋଇଅଛ, ତେବେ ଯୀଶୁ ଜୀବିତ ହେଇକି ତୁମ ହୃଦୟରେ କାର୍ଯ୍ୟ କରିବେ। ଆଉ ସେତେବେଳେ ସୁହନର ଆଖି ପୁରା ଉଜ୍ଜଳମୟ ଦେଖାଯିବାର ମୁଁ ଦେଖିଲି। ତାପରେ ମୁଁ ତାଙ୍କ ମୁଣ୍ଡରେ ହାତ ଦେଇକି ପ୍ରାର୍ଥନା କଲି। ତାପରେ ମୁଁ ସିଓଲକୁ ଚାଲି ଆସିଲି। ପ୍ରାୟ 4 ମାସ ପରେ ସୁହନ ମୋତେ ଗୋଟେ ଚିଠି ଲେଖିଲା। ଆଉ ଛୋଟ ଗୋଟେ ହଳଦିଆ ରଙ୍ଗର ପେପରରେ ଆଉ ଗୋଟେ ଝିଅ ଚିଠି, ଝିଅର ଅକ୍ଷର ପରି ସେଟା ଛୋଟ ଛୋଟ ଅକ୍ଷରରେ ସେ ଲେଖିଛି, ପାଷ୍ଟର ପାର୍କ ନମସ୍କାର, ଆଉ ମୋ ନାଁ ହେଉଛି ସୁହନ ଛେ। ଆଉ ମୁଁ କିଛି ଆପଣଙ୍କୁ କହିବା ପାଇଁ ଇଚ୍ଛା କରୁଛି। ଆଉ ସେ ମୋତେ ଲେଖିଲେ ସେ ଚିଠିରେ ଯେ ସେ ଚାଲିବା ଆରମ୍ଭ କରିଛନ୍ତି। ଆଉ ମୁଁ ଭଲରେ ଚାଲିପାରୁନି ଏବେ, କିନ୍ତୁ ଟିକେ ଭଲରେ ଚାଲିପାରିଲେ ମୁଁ ଆପଣଙ୍କୁ ଭେଟିବାକୁ ଆସିବି। 1 ମାସ ପରେ ସୁହନର ମା, ବାପା ଆଉ ସୁହନ ମୋ ପାଖକୁ ଆସିଥିଲେ। ଆଉ ସେ ସ୍ୱାସ୍ଥ୍ୟବାନ ଥିଲା। ମୁଁ ବହୁତ ଖୁସି ହେଲି ତାକୁ ଦେଖିକି। ଆଉ ମୁଁ ସୁହନକୁ ହାତରେ ଧରିଲି। ଆଉ ଗୋଟେ ଥର ମୁଁ ଅଫିସ୍ ଚାରିକଡ଼େ ବୁଲିଥିଲି ତା ସହିତ। ଆଉ ସେତେବେଳେ ସେ ଟିକେ ଟିକେ ଖାଲି ଚାଲିପାରୁଛି, କିନ୍ତୁ ହେଲେ ବି ମୁଁ ବହୁତ ଧନ୍ୟବାଦୀ ହେଲି। ଆଉ ସେଇ ବର୍ଷ ସମର ରିଟ୍ରିଟ୍ରେ ଆଉ ସେଠି ଷ୍ଟୁଡେଣ୍ଟମାନଙ୍କର ସର୍ଟ ଡିଷ୍ଟାନ୍ସ ମାରାଥନ୍ ହୁଏ। ସେ 800 ଜଣଙ୍କ ଭିତରେ 300 ର୍ୟାଙ୍କ ଆସିଲା ତାର। ବହୁତ ବଢ଼ିଆ ନା? ପ୍ରକୃତରେ ପରମେଶ୍ୱର ଆମ ମଧ୍ୟରେ ଜୀବିତ ଅଛନ୍ତି ଏବଂ କାର୍ଯ୍ୟ କରୁଛନ୍ତି। କିନ୍ତୁ ସମସ୍ୟା ହେଉଛି ଆମେ ବିଶ୍ୱାସ କରୁଛୁ, ସନ୍ଦେହ ମଧ୍ୟ କରୁଛୁ। ମୁଁ ପ୍ରାର୍ଥନା କଲେ ବୋଧେ ପରମେଶ୍ୱର ଶୁଣିବେନି। ଅଧିକାଂଶ ଲୋକମାନେ ସେଇ ସ୍ଥାନରେ ଅଛନ୍ତି।
ଆଉ ନିଶ୍ଚିନ୍ତ ଭାବରେ ତାହା ହବ ବୋଲି ଯେତେବେଳେ ଆପଣ ବିଶ୍ୱାସ କରିବେ, ଆଉ ସେତେବେଳେ ନିଶ୍ଚିନ୍ତ ପରମେଶ୍ୱର ଆମ ହୃଦୟରେ କାର୍ଯ୍ୟ କରିବେ। ଆଉ ଯେତେବେଳେ ବି ମୋର ରୋଗ ହେଇଥାଏ, ଯେତେବେଳେ ବି ମୋର ସମସ୍ୟା ହୁଏ, ଆଉ ଯେତେବେଳେ ସୁନିଶ୍ଚିତ ବିଶ୍ୱାସ ମୋ ହୃଦୟରେ ଅଛି, ସେତେବେଳେ ପରମେଶ୍ୱର ଜୀବିତ ହେଇକି କାର୍ଯ୍ୟ କରନ୍ତି। ବର୍ତ୍ତମାନ ଆମେମାନେ ପାପାର୍ଥକ ବଳି ବିଷୟରେ ଆଲୋଚନା କରୁଛୁ। ଯଦି ଆପଣ ଲେବୀୟ ପୁସ୍ତକ 16 ପର୍ବ ଦେଖିବେ, 11 ପଦ ଦେଖନ୍ତୁ। ଏ ଉତ୍ତାରେ ହାରଣ ଆପଣା ନିମନ୍ତେ ପାପାର୍ଥକ ବଳିର ଯେଉଁ ଗୋବତ୍ସ ତାକୁ ଆଣି ଆପଣା ନିମନ୍ତେ ଓ ଆପଣା ଘର ନିମନ୍ତେ ପ୍ରାୟଶ୍ଚିତ କରିବ, ପୁଣି ଆପଣା ପାପାର୍ଥକ ବଳିର ସେହି ଗୋବତ୍ସକୁ ବଧ କରିବ। ତାପରେ କ'ଣ ଲେଖା ହେଇଛି? ଆଉ ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ବେଦୀରୁ ପ୍ରଜ୍ୱଳିତ ଅଙ୍ଗାର ଧୂପଦାନୀରେ ପୂର୍ଣ୍ଣ କରି ଓ ମୁଠିଏ ଚୂର୍ଣ୍ଣ ସୁଗନ୍ଧି ଧୂପ ନେଇ ବିଚ୍ଛେଦ ବସ୍ତ୍ରର ଭିତରକୁ ଯିବ। ତାପରେ ସଦାପ୍ରଭୁଙ୍କ ସମ୍ମୁଖରେ ଅଗ୍ନି ଉପରେ ସେହି ସୁଗନ୍ଧି ଧୂପ ଦେବ। ତହିଁରେ ସାକ୍ଷ୍ୟ ସିନ୍ଦୁକକୁ ଉପରିସ୍ଥ ପାପାଚ୍ଛାଦନ ଧୂପର ଧୂମ ମେଘରେ ଆଚ୍ଛନ୍ନ ହେଲେ ସେ ମରିବ ନାହିଁ। ଆଉ ଯେଉଁ ସେ ନିୟମ ସିନ୍ଦୁକ ଅଛି, ସେ ନିୟମ ସିନ୍ଦୁକ ଭିତରେ ସେଇ 2ଟା ପ୍ରସ୍ତର ଫଳକ ରଖି ଦିଆଯାଇଛି ଏବଂ ତା ଉପରେ ଢାଙ୍କୁଣୀ ଢାଙ୍କି ଦିଆଯାଇଛି। ଏବଂ ସେଇ ଧୂପର ଯେମିତିକି ମେଘ ପରି ତାକୁ ଆଚ୍ଛାଦନ କରିବ। 14 ପଦ ଆମେମାନେ ପଢ଼ିବା। ତହୁଁ ସେ ସେହି ଗୋବତ୍ସର କିଛି ରକ୍ତ ନେଇ ପାପାଚ୍ଛାଦନର ପୂର୍ବ ଆଡ଼େ ଅଙ୍ଗୁଳି ଦ୍ୱାରା ଛିଞ୍ଚିବ। ପୁଣି ପାପାଚ୍ଛାଦନ ସମ୍ମୁଖରେ ଅଙ୍ଗୁଳି ଦ୍ୱାରା 7 ଥର ସେହି ରକ୍ତ ଛିଞ୍ଚିବ। ଆଉ ସେଥିପାଇଁ ସେଇଠି ଆଉ ନିୟମ ସିନ୍ଧୁକ ଅଛି ଏବଂ ସେମାନେ ନିୟମ ସିନ୍ଧୁକ ସମ୍ମୁଖକୁ ଆସିବା ପୂର୍ବରୁ ସେଠି ରକ୍ତ ଛିଞ୍ଚୁଛନ୍ତି। 15 ପଦରେ ଏ ଉତ୍ତାରେ ସେ ଲୋକମାନଙ୍କ ପାପାର୍ଥକ ବଳିର ଛାଗ ନେଇ ବଧ କରିବ ଓ ତାହାର ରକ୍ତ ବିଚ୍ଛେଦ ବସ୍ତ୍ରର ଭିତରକୁ ଆଣି ଯେପରି ଗୋବତ୍ସ ରକ୍ତ ନେଇ କରିଥିଲା, ସେପରି ତାହାର ରକ୍ତ ନେଇ କରିବ। ଅର୍ଥାତ୍ ପାପାଚ୍ଛାଦନ ଉପରେ ଓ ପାପାଚ୍ଛାଦନ ସମ୍ମୁଖରେ ତାହା ଛିଞ୍ଚିବ। କ୍ଷମା କରିବେ। ଆଉ ବାକ୍ୟ ଟିକେ ଭଲରେ ପ୍ରଚାର କରିବା ପାଇଁ ମୋତେ ଗୋଟେ ସେଇ ପାପାଚ୍ଛାଦନ ତିଆରି କରିବାର ଥିଲା ଏବଂ ତା ଭିତରେ ସେ ସାକ୍ଷ୍ୟପତ୍ର ରଖିକି ଆଉ ତାପରେ ତାକୁ ମୁଁ ଢାଙ୍କିଥାନ୍ତି। ଆଉ ତାପରେ ରକ୍ତ କେମିତି ସେଠି ଦିଆଯାଉଛି ସେ ବିଷୟ ଦେଖେଇଥିଲେ ଭଲ ହେଇଥାନ୍ତା, କିନ୍ତୁ ମୁଁ ପ୍ରସ୍ତୁତ କରିପାରିନି। ଆଉ ମୁଁ ସେଇଗୁଡ଼ାକ ଭଲରେ ପ୍ରସ୍ତୁତ କରିପାରେନି। କିନ୍ତୁ ହେଲେ ବି ଆପଣମାନେ କଥାରେ ଭଲ ଭାବରେ ଶୁଣନ୍ତୁ। ଆଉ ବର୍ତ୍ତମାନ ସେ ପାପାଚ୍ଛାଦନ ଉପରେ ସେ ରକ୍ତ ଢାଳି ଦେଉଛନ୍ତି। କାହିଁକିନା ପାଷ୍ଟର ଯୋସେଫ ପାର୍କ ପାପ କରିଛନ୍ତି। ତାଙ୍କର ବିଚାର କରିବା ପାଇଁ ଆଉ ଯେହେତୁ କି ସେ ପାପ କରିଛନ୍ତି, ସେଥିପାଇଁ ସେ ବ୍ୟବସ୍ଥା ଦ୍ୱାରା ତାଙ୍କର ପାପ ବିଚାର କରାଯାଏ। ଆଉ ଆପଣ ସେଇ ବ୍ୟବସ୍ଥା ବାହାର କରିବେ। ତୁ ଚୋରି କରିଛୁ, ତୁ ମିଛ କହିଛୁ, ତୁ ଧ୍ୱଂସ ପାଇବା ପାଇଁ ଯୋଗ୍ୟ। ଆଉ ଯେତେବେଳେ ତୁମେ ପାପ କରୁଛୁ, ସେ ନିୟମ ସେଠିରେ ଅଛି। ଆଉ ସେ ପାପକୁ ପ୍ରକାଶ କରିବା ନିମନ୍ତେ ସେ ନିୟମର ଆବଶ୍ୟକତା ଅଛି। ତେବେ କାହିଁକି ସେ ରକ୍ତ ସେଇଠି ଢାଳୁଛନ୍ତି? ଆଉ ଯଦି ବା ସେ ପାପ କରିଛି, ସେ ନିୟମ ତୁମେ ବାହାର କରନି। ତା ପାପର ବେତନ ସ୍ୱରୂପେ ସେ ରକ୍ତ ଦିଆଯାଇଛି। ସେ ରକ୍ତ ଦ୍ୱାରା ପାପ ଧୌତ ହେଲା। ସେଥିପାଇଁ ସେ ନିୟମ ଆଉ ତୁମେ ବାହାର କରନି। ଆଉ ସେ ରକ୍ତ ସାକ୍ଷ୍ୟ ଦେଉଛି ଯେ ସେ ପବିତ୍ର ଏବଂ ସିଦ୍ଧ ହୋଇ ଅଛନ୍ତି। ଯଦି ତୁମେ ତାହା ଜାଣିନ, ସେମାନେ କେଉଁଠାରେ ସେ ରକ୍ତ ଛିଞ୍ଚିଥାନ୍ତି? ସେମାନେ ପୂର୍ବ ଦିଗ ପ୍ରତି ସେମାନେ ସେଇ ରକ୍ତ ଛିଞ୍ଚୁଛନ୍ତି। ଆଉ
आ पूर्व दिगरु से माने आसिकी सेठी से रक्त ढाळुछंती एवं आउ से पापाच्छेदन उपरे से रक्त से माने छिंचुछंती आउ तापर जो दूत माने सेठी जगी छंती से पापाच्छेदन को से माने ताकू ढांकी दउछंती संपूर्ण भाबरे जेमिति कि केही मध्ये ताकू खोली पारिबनी। परमेश्वर कौन कहबा को इच्छा करूछंती तुमे से पापाच्छेदन को खोलोनी तार अर्थ कौन तुमे व्यवस्था देखनी आ व्यवस्था देखिले नाइ मु चोरी करिबिनी मु व्यभिचार करिबिनी मु पाप करिबिनी सेरा केबे मध्य कार्यकारी हेई पारेनी आ व्यवस्था केबे मध्य आमानको पाप न करिबा पई शक्ति देइनी केवल से आमानको दोषी करि थाए किंतु पवित्र आमर आत्मा आमर हृदय प्रवेश कले सी आमानको पाप न करिबा पई शक्ति देई थांती आ व्यवस्था रे कोनोसी दया नाही व्यवस्था रे केवल अभिशाप अछि आ जदि तुमे व्यवस्था अनुसार विचारित हेबे तेबे आपण अभिशप्त हेबे। परमेश्वर व्यवस्था द्वारा मनीष सहित किछि डीलिंग करबा को इच्छा करंतिनी। प्रिय बंधुगण वर्तमान छे सुहन से काम करूछि से जने बहुत मूल्यवान भौणी मु ताको जहा कहे से अनुसार ताहा सुनी थाए। आमर जने भाईंकर ऑफिस रे से काम करूछि आ मु गोटे थर छन्नान को से भाईंकर ऑफिस को जाइथिली सेठी छे सुहन काम करूथिला से बहुत मूल्यवान अटे। सुहन काहेकि मूल्यवान आ डॉक्टर कहिथिले किछि दिन पर से मरी जीव आ किंतु पास्टर रक्सु पार्क कहले नाई तुमे बंचीब तुमे सुस्थ हब किंतु गोटे कंडीशन रे बाइबल केबे मिछ कुहेनी आ जदि तमे विश्वास करिबो जे यीशु ए रोगरु मते सुस्थ करबा को इच्छा करूछंती आ ता परठु जहा भी समस्या अछि सेडा हो जे यीशुकर तुमरो समस्या नुहे। 4 मास परे सुहन मते गोटे लेटर लिखिले गोटे मास परे सुहन रो बापा माँ और सुहन मते भेटिबा को आसिले मु सुहन रो हाथ धरिली आमर ऑफिस रो गोटे राउंड जेते बेले मु बुली थिली मु बहुत खुशी हेली मु बहुत धन्यवादी हेली। परमेश्वर कहउछंती तुमे आ व्यवस्था को देखनी आ व्यवस्था द्वारा ताहा संभव नुहे। रोमियो 8 पर्वर 1 पदरे अतएव जो माने वर्तमान ख्रीष्ट जीशुଙ୍କ ठारे अछंती सेमानक निमंते कोनोसी दंडाज्ञा नाही। आ वर्तमान आश्चर्य विषय कौन आश्चर्य विषय होउछि कारण जीवनदायक आत्मा व्यवस्था ख्रीष्ट जीशुଙ୍କ सहभागितारे तुमको पाप और मृत्युदायक व्यवस्था मुक्त करी अछि। परमेश्वर आम मानकु व्यवस्था द्वारा बांधी हेबा को इच्छा करंतिनी। परमेश्वर आपण को बांधिबा पई व्यवस्था द्वारा इच्छा करू नाहांती तेबे से जीवनदायक एवं आत्मांक व्यवस्था जहा कि जीशुंकर व्यवस्था जेतेबेले मोर हृदय प्रवेश करिवो जेतेबेले पवित्र आत्मा मोर हृदय वास करिवे मो पाप करिबा पई मोर हृदय बाहरी बनी एवं उज्जवलमय एवं आशीर्वादमय जीवन मु बंचीबी एवं निश्चित भाव में जीशु मते सुस्थ करिवे बोली से विश्वास मु पाई पारिबी। आ प्रथमे जेतेबेले परमेश्वर व्यवस्था देले आ से व्यवस्था द्वारा जेमिति कि लोक माने पापर ज्ञान पाइबे सेथि पई व्यवस्था दिया जाइथिला। आ जेतेबेले आपण व्यवस्था जानिबे सेतेबेले आपण व्यवस्था पालन करबा को चेष्टा करिवार आवश्यकता नाही। आ जेतेबेले आमे माने विश्वास द्वारा बाइबल रो वाक्य ग्रहण करिबा आ जेतेबेले जीशुंकर आत्मा मोर हृदय वास करिवे आ सेतेबेले से मते कढेई नेबे आ एही नियम आमे तांकर हृदय रे लेखिबा और तांकर मन रे आमे माने ताहा लेखिबा एटा बहुत धन्यवाद रो विषय अटे।
आ वर्तमान परमेश्वर कहउछन्ति व्यवस्था सहित आ तुमे निजको संयुक्त करनी। आ तुमे आ परमेश्वर तुमे आ व्यवस्था सहित निजको संयुक्त करनी। तुमे पवित्र, तुमे ताहा विश्वास कर। मु बहुत नम्र, से मु पापी बोली निजको कहूची, सेटा होची मूल्यहीन। प्रकृत रे जदि आपण नम्र, तेबे आपण निजर चिंता परित्याग करिकि परमेश्वरकर वाक्य विश्वास करिवे। परमेश्वर आमानकर पाप क्षमा करि अछंती। क्रूसर रक्त द्वारा आमर पाप से क्षमा करिछंती। आ सेथि पई व्यवस्था सहित किछि मध्ये संपर्क न थाई कि आ से जीवनदायक आत्मा का व्यवस्था आम मानकु कढ़ेई नउछंती। अतएव जीवनदायक आत्मा का व्यवस्था ख्रीष्ट जीशु को सहभागिता रे तुम्भको पाप और मृत्युदायक व्यवस्था रो मुक्त करी अछि। आ से जीवनदायक व्यवस्था कौन? ताहा होछि पवित्र आत्मांकर व्यवस्था। ताहा होछि मृत्यु एवं पापर व्यवस्था होछि 10 आज्ञा। आ लोक माने व्यवस्थार अधीन अछंती, सेतबे समस्ते पाप करूछंती। किंतु जदि आपण जीवनदायक आत्मांक व्यवस्थार अधीन को आसीबे, आ सेतेबेले जीशुंकर हृदय आमानकर हृदय उपर राजत्व करे। आ सेतेबेले आपण पाप ठारू आहुरी दूरे जिबे। आपण माने परमेश्वर का आत्मांक द्वारा परिचालित हेबे। आपण बाइबल देखिबार आखि आपणकर बदली जिवो एवं परमेश्वर आपणकर जीवन कार्य करूछंती, सेही सत्यता आपण जानिबा पई पारिबे। किंतु सबुठारु गुरुत्वपूर्ण विषय कौन? तेबे परमेश्वर घृणा करती सबुठारु जेतेबेले आमे माने व्यवस्था द्वारा बांधी हेई थाओ। काहा को व्यवस्थार आवश्यक अछि? जो मानक पाखरे आ जीवनदायक आत्मांकर व्यवस्था नाही, से माने सेही मृत्युर व्यवस्था को खोजी थांती। किंतु जेहेतु कि आत्मांकर व्यवस्था जे कि जीशु ख्रीष्ट आमठारे अछंती, आ सेथि पई से पवित्र आत्मा आमानक जीवन कार्य करिथांती, आमानकु नम्र पवित्र करिबा पई। आ सेथि पई तमे आ से 10 आज्ञा देखनी। जीशु ख्रीष्टंकर प्रॉमिस को तुम्हें विश्वास कर। किंतु दुखर विषय होउची आ जेमिति कि केही मध्य देखि पारिबेनी सेही व्यवस्था, सेति पई परमेश्वर ताकू ढांकी देइछंती। व्यवस्था नथिले पाप नाही, आ आमाने जेमिति कि पापरु मुक्त हेबा एवं जीशु ख्रीष्टंकर रक्त द्वारा जेमिति पापरु क्षमा पाइबा, आ जेमिति कि जीशु ख्रीष्टंक द्वारा आशीर्वादमय जीवन आमे माने बंची पारिबा। अनेक लोक माने वर्तमान व्यवस्था द्वारा बांधी हेइछंती। ना मु विश्राम बार पालन करि पारुनी, नाइ मु मिछ कहिदेली। आ वर्तमान से सब विषय रु किया हमको मुक्त करिब? मु निजे सिद्ध हेबार आवश्यकता नाही। आ से सत्यता को जेतेबेले मु विश्वास द्वारा ग्रहण करिबी, आ से विश्वास होची जीशु ख्रीष्टंकर हृदय। आ जेतेबेले जीशु ख्रीष्टंकर हृदय आपणकर हृदय प्रवेश करिब, सेतेबेले आपणकर जीवन बदली जीव एवं बाइबल देखिबार आपणकर चक्षु मध्य बदली जीव। आ मु होची संपूर्ण भाबरे अयोग्य लोक, किंतु परमेश्वर मोठारे जीवित थाई कि कार्य करिबार मु अनेक थर अनुभव करिछि। आ मोर से पेटर अल्सर मध्य परमेश्वर सुस्थ करिदेले। आ मोर हृदरोग ए जो थिला से विषय को मध्य मते संपूर्ण भाबरे सुस्थ करि देइछंती। आ मु जेमिति कि स्वास्थ्यवान शरीर द्वारा बंची पारिबी, सेही प्रकार परमेश्वर समस्त विषय प्रस्तुत करि देइथिबारु मु बहुत धन्यवादी अटे। वर्तमान आसंतु आमे माने परमेश्वरक सहित चलिबा, जीशुक सहित चलिबा। जीशु आपन को पवित्र करी अछंती, आ सेति पई तुमे व्यवस्था को देखनी बोली जीशु कहउछंती। आ तुमे से ढांकुणी खोलोनी, आ ताहा बंद करी दिया जाइछि। आ तुमे आत्मा एवं जीवनदायक व्यवस्थार अधीन अट। आ जदि आपण से जीशु को निज हृदय ग्रहण करिवे,
ଆଉ ସେତେବେଳେ ଯୀଶୁଙ୍କର ହୃଦୟ ମୋ ହୃଦୟରେ ଯେତେବେଳେ କାର୍ଯ୍ୟ କରିବେ, ସେତେବେଳେ ଆପଣମାନେ ଉଜ୍ଜଳମୟ, ସୁନ୍ଦର ଏବଂ ଆଶୀର୍ବାଦପୂର୍ଣ୍ଣ ଜୀବନ ବଞ୍ଚିପାରିବେ। ଆଉ ମୋ ପରି ଲୋକର କିଛି ଯୋଗ୍ୟତା ନାହିଁ, କିନ୍ତୁ ପରମେଶ୍ୱର ମୋ ଜୀବନରେ କାର୍ଯ୍ୟ କରିବାର ଅନେକ ଥର ମୁଁ ଦେଖିଛି। ଆଉ ମୋ ଜୀବନରେ ଅନେକ ଗୁଡ଼ିଏ କଷ୍ଟକର ସମୟ ଅଛି। ବହୁତ ଲୋକମାନେ ମୋତେ ବିରୋଧ ମଧ୍ୟ କରିଛନ୍ତି। ବହୁତ ଲୋକମାନେ କହିଥାଉଛନ୍ତି ଆମେ ପ୍ରାର୍ଥନା କରୁନୁ। ଆଉ ସେମାନେ ମନ ଇଚ୍ଛା କାହାଣୀ ଲେଖୁଛନ୍ତି। ଆଉ ଯେଉଁମାନେ କି ଆମକୁ କେବେ ଭେଟି ନାହାନ୍ତି, ସେମାନେ ଆଶ୍ଚର୍ଯ୍ୟ ବିଷୟ କହିଥାନ୍ତି। କିନ୍ତୁ ସବୁଠୁ ବଡ଼ ସମସ୍ୟା ମୋ ପାଇଁ କିଛି ସମସ୍ୟା ନାହିଁ, କାହିଁକିନା ପରମେଶ୍ୱର ଆମ ସମ୍ମୁଖରେ ଖୋଲା ଦ୍ୱାର ରଖିଅଛନ୍ତି। ଆଉ ସାରା ବିଶ୍ୱ ପ୍ରତି ସେ ଦ୍ୱାର ଖୋଲି ଦେଇ ଅଛନ୍ତି। ସାରା ବିଶ୍ୱର ଖ୍ରୀଷ୍ଟିଆନ ଲିଡର ମାନେ ଆମଙ୍କର ବାକ୍ୟ ଶୁଣୁଛନ୍ତି। ଏଇଟା କେତେ ଧନ୍ୟବାଦର ବିଷୟ ନୁହେଁ? ମୁଁ ଯୀଶୁଙ୍କୁ ବିଶ୍ୱାସ କରେ। ଆଉ ସେଇ ଯୀଶୁ ଆମମାନଙ୍କୁ ଈଶ୍ୱର ତାଙ୍କ ନିଜ ପରି କରିବାକୁ ଇଚ୍ଛା କରନ୍ତି। ଯୀଶୁ ଯେହେତୁ କି ପବିତ୍ର, ସେଥିପାଇଁ ମୁଁ ମଧ୍ୟ ପବିତ୍ର। ଯୀଶୁ ହେଉଛନ୍ତି ଧାର୍ମିକ, ସେଥିପାଇଁ ମୋତେ ମଧ୍ୟ ସେ ଧାର୍ମିକ କରିବାକୁ ଇଚ୍ଛା କରନ୍ତି। ମୁଁ ପୂର୍ବରୁ ପାପୀ ଥିଲି, ମୁଁ ଦୁଷ୍ଟ ଥିଲି, କିନ୍ତୁ ତାଙ୍କ ରକ୍ତ ଦ୍ୱାରା ସେ ମୋତେ ପବିତ୍ର କଲେ। ଆଉ ସେଥିପାଇଁ ଆଉ ତୁମେ ସେଇ ବ୍ୟବସ୍ଥା ଆଉ ଥରେ ଖୋଲନି, ତୁମେ ସେଇ ଢାଙ୍କୁଣୀ ଆଉ ଖୋଲନି, ତୁମେ ସେଇ ପାପାଚ୍ଛାଦନକୁ ଢାଙ୍କି ଦିଅ। ଆଉ ସେଥିପାଇଁ କି ସେଇ ଧୂପ ଦ୍ୱାରା ତାକୁ ମେଘ ପରି ତୁମେ ଆଚ୍ଛାଦିତ କର। ସେଠାରେ ତୁମର ସେଇ ପାପାର୍ଥକ ବଳିର ରକ୍ତ ଢାଳ। ଆଉ ସେଇ ବ୍ୟବସ୍ଥା ନେଇକି ଆସ ତାର ବିଚାର ପାଇଁ। ପରମେଶ୍ୱର ସେମିତି କହନ୍ତିନି। ଆମ୍ଭେ ସେମାନଙ୍କର ଅପରାଧ ସବୁ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ। ଏହା ହେଉଛି ସେହି ନୂତନ ନିୟମ। ଆଉ ସେ ନୂତନ ନିୟମରେ ଆମ୍ଭେ ସେମାନଙ୍କର ଅପରାଧ ସବୁ କ୍ଷମା କରିବା। ଆଉ ପୂର୍ବରୁ ଲୋକମାନେ ଭାବୁଥିଲେ ଆମେ ନିଜେ ଭଲରେ କରିକି ପାପ କ୍ଷମା ପାଇବା ପାଇଁ, କିନ୍ତୁ ନୂତନ ନିୟମରେ ଆମେମାନେ ଭଲ କରିବା ଦ୍ୱାରା ଆମେମାନେ ଉଦ୍ଧାର ପାଉନୁ। କିନ୍ତୁ ପରମେଶ୍ୱର ଯାହା କରିଅଛନ୍ତି ତାହା ସେ ଆମମାନଙ୍କୁ ଦେଉଅଛନ୍ତି। ଆମମାନଙ୍କ ଉପରେ ଆମର ପାପ କ୍ଷମା ନିର୍ଭର କରେନି, କିନ୍ତୁ ଈଶ୍ୱର କହୁଛନ୍ତି ଆମ୍ଭେ ସେମାନଙ୍କର ଅପରାଧ ସବୁ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ। ପରମେଶ୍ୱର ଆମ ପାପ କ୍ଷମା କରି ସାରିଅଛନ୍ତି। କେମିତି? ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରେରଣ କଲେ ଆଉ ଆମମାନଙ୍କ ନିମନ୍ତେ ସେ କ୍ରୁଶାର୍ପିତ ହେଲେ ଏବଂ ଆମମାନଙ୍କର ସମସ୍ତ ପାପ ସେ ବହନ କଲେ। ଆଉ ସେ ଆମର ସମସ୍ତ ପାପ ବହନ କରିଥିବାରୁ ଆଉ ସେ ଢାଙ୍କୁଣୀ କରି ସେ ଢାଙ୍କି ଦେଉଛନ୍ତି। ଆଉ ସେ ପାପାଚ୍ଛାଦନ ତୁମେ ଖୋଲିକି ଆଉ ଥରେ ବ୍ୟବସ୍ଥା ଦେଖନି ବୋଲି ଈଶ୍ୱର କହୁଛନ୍ତି। ଏବଂ ସେଥିପାଇଁ ସେ ପାପାଚ୍ଛାଦନ ଉପରେ ସେଇ ପାପାର୍ଥକ ବଳିର ରକ୍ତ ଦିଆଯାଇଛି। ପରମେଶ୍ୱର ଆମମାନଙ୍କୁ କେଉଁଠାରେ ସାକ୍ଷାତ କରିବେ ବୋଲି କହୁଛନ୍ତି? ସେ ପାପାଚ୍ଛାଦନ ଉପରେ ସେ ଆମମାନଙ୍କୁ ସାକ୍ଷାତ କରିବେ। ଆଉ ବ୍ୟବସ୍ଥା ଖୋଲିକି ନୁହେଁ, ଆମେ ସେ ବ୍ୟବସ୍ଥାକୁ ବନ୍ଦ କରିକି ଆମେ ଈଶ୍ୱରଙ୍କୁ ବିଶ୍ୱାସ କରିବା। ଆମେନ୍। ଆଉ ସେଥିପାଇଁ ପରମେଶ୍ୱର କହୁଛନ୍ତି ଆମ୍ଭେ ସେମାନଙ୍କର ଅପରାଧ ସବୁ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ। ଏହା ସଦାପ୍ରଭୁ କହନ୍ତି। ଆଉ ଏହା ହେଉଛି ଯିରିମିୟ 31 ପର୍ବର 34 ପଦରେ ଲେଖାଯାଇଥିବା ନୂତନ ନିୟମ। ସେ ପ୍ରଥମ ନିୟମ ହେଉଛି ବ୍ୟବସ୍ଥା। ତୁମେ ବ୍ୟବସ୍ଥା ପାଳନ କଲେ ଆଶୀର୍ବାଦ ପାଇବ। ଆଉ ଯଦି ବ୍ୟବସ୍ଥା ପାଳନ କରିବନି ତେବେ ଅଭିଶପ୍ତ ହେବ। କେହି ମଧ୍ୟ ଜଗତରେ ସେ ବ୍ୟବସ୍ଥା ପାଳନ କରିନାହାନ୍ତି। ସେ ବ୍ୟବସ୍ଥା ଦ୍ୱାରା ପରମେଶ୍ୱର ଆମମାନଙ୍କୁ ଉଦ୍ଧାର କରିପାରିବେନି। ସେଥିପାଇଁ ପରମେଶ୍ୱର ନୂତନ ନିୟମ ଦେଲେ। ଆଉ ଯଦି ଲେବୀୟ ପୁସ୍ତକରେ ଆପଣ ଦେଖିବେ, ଆଉ ସେଇ ଲେବୀୟ ପୁସ୍ତକ ଅତି ସ୍ପଷ୍ଟ ଭାବରେ ଆମମାନଙ୍କୁ କହୁଛି। ଆଉ ସେଇ ନିୟମ ସିନ୍ଧୁକ ଉପରେ ଏଇ ଯେଉଁ ପାପାଚ୍ଛାଦନ ଅଛି, ଆଉ ସେଠାରେ ତୁମେ ରକ୍ତ ଦିଅ ଏବଂ ସେ ମେଘ ଦ୍ୱାରା ତାକୁ ତୁମେ ସେଇ ଧୂପ ଦ୍ୱାରା ମେଘ ପରି ସେଇ ଧୂମ୍ର ତାକୁ ଆଚ୍ଛାଦନ କରୁ ଏବଂ ସେ କିରୁବ ମାନେ ତାକୁ ଜଗିକି ଅଛନ୍ତି। ଆଉ ପରମେଶ୍ୱର କହିବାକୁ ଇଚ୍ଛା କରୁଛନ୍ତି ସେ ପୁରାତନ ନିୟମ ଦ୍ୱାରା ମୁଁ ତୁମ ସହିତ କଥାବାର୍ତ୍ତା ହେବାକୁ ଇଚ୍ଛା କରୁନି। ଆଉ ସେ ନୂତନ ନିୟମ ଦ୍ୱାରା ମୁଁ ତୁମକୁ ଭେଟିବାକୁ ଇଚ୍ଛା କରୁଛି। ଯେତେବେଳେ ଯୀଶୁଙ୍କ ହୃଦୟ ମୋ ହୃଦୟରେ ପ୍ରବେଶ କରିବ, ଆମେମାନେ ଆନନ୍ଦିତ ହେବା, ଧନ୍ୟବାଦୀ ହେବା।
आ व्यवस्था नुहे किंतु जीशु जेतेबेले आपणक हृदय प्रवेश करिवे आपण प्रत्येक दिन वाक्य प्रचार करि परिबे। मु जेतेबेले बाइबल पढ़े ताहा एते आश्चर्यमय। मु प्रत्येक दिन बाइबल पढ़ी थाए, मु वाक्य प्रचार करे। मु 1976 मसीह मिशन स्कूल आरंभ कली। आ मु कॉन्फ्रेंस जाउची, संडे दिन मु प्रचार करूची, अनेक थर मु वाक्य प्रचार करूची। आ जो लोक माने वाक्य शुणुछंती, अनेक पास्टर माने पुनर्जन्म पाउछंती। आ से माने एते मूल्यवान लोक माने अटंती, से माने आम सहित जोग दउछंती। आ मु अनेक लोक माननको पापरु जेतेबेले मुक्त करिबा पई कि कढेई नउची। एई प्रकार मु आशा करूची आ सेई पास्टर माने एमिति महान पास्टर हेबे जो माने कि लोक माननको तांका पापरु उद्धार करिवे। वर्तमान आमे माने थियोलॉजी स्कूल आरंभ करिछु। आ केमिति यीशु ख्रीष्टंकर रक्त आम मानकर पाप सब क्षमा करी अछि। आ केमिति सी पवित्र आत्मा आम मध्य जीवित थाई कि कार्य करूछंती। आ एई विषय जेतेबेले से माने सब शिखिबे, आ सेतेबेले से माने आत्मिक जीवन निजे आ बंचिबेनी, किंतु पवित्र परमेश्वर तांको पई से आत्मिक जीवन बंचेइबे। आ सेई दिन संध्या रे मु हायट होटल रे बहुत भलरे डिनर खाइली। आ मु घर को गली आ सोइली। तार दिन सकाळे मु जेतेबेले उठिली मो पेट सुस्थ हेई सारिछि। ठीक 24 घंटा भितरे मु केवल विश्वास करिली, परमेश्वरकर प्रतिज्ञा को मु विश्वास करिथिली। जदि आपणक चिंता अनुसार आपण परमेश्वरकर वाक्य ग्रहण करिवे, आ जेतेबेले यीशुकर हृदय आपणकर हृदय रे कार्य करिबा को आरंभ करिवो, आ जेतेबेले यीशुकर हृदय आपणकर हृदय सहित एक हेई जिवो, आ सेतेबेले आपण नूतन भाबरे बाइबल को विश्वास करि परिबे। आ सेति पई आपण माने व्यवस्था द्वारा बांधी हुअंतुनी, कारण जीवनदायक आत्मा का व्यवस्था ख्रीष्ट यीशु को सहभागिता रे पाप और मृत्युदायक व्यवस्था रु मुक्त करी अछि। आ से आत्मा एवं जीवनदायक व्यवस्था आमान को पाप ठारू दूरेई देई थाए एवं आपणकर हृदय गभीर को से परिवर्तित करि थाए। आउ जेतेबेले व्यभिचार करिबा पई हृदय बाहरुची, चोरी करिबा पई हृदय बाहरुची, नाय मते चोरी करिबा उचित नुहे, मिछ कहिबा उचित नुहे, व्यभिचार करिबा उचित नुहे, ए प्रकार नुहे, किंतु जेतेबेले परमेश्वरकर हृदय प्रवेश करे आमर हृदय रे, आ सेतेबेले परमेश्वरकर प्रेम आमर हृदय रे उछुली उठी थाए। आ जो स्त्री लोक व्यभिचार कर्म रे धरा जाईछि, आ प्रथम थर पाई कि सीए आत्मा एवं जीवनदायक व्यवस्था द्वारा विचारित हेउछि। से व्यभिचार कर्म रे धृता स्त्री लोक व्यभिचार करिबा समय धरा जाईछि। मूसांकर व्यवस्था अनुसार ताको पत्थर फोपाड़ी मारिबा पई से योग्य थिला, किंतु यीशु कहउछन मु मध्य तुमको दंडनीय बोली विचार करे नाही। तेबे से व्यभिचारिणी स्त्री कोन करूछि? से बहुत धन्यवादर हृदय सह ग्रहण करूछि। मु मरी जीवा पई योग्य थिली, यीशु मते उद्धार कले। आउ यीशु सेठी भूमि रे किछि लेखुछंती। परमेश्वर व्यवस्था लेखिला बेले से निजर आंगुली द्वारा ताहा लिखिथिले। आ सेति पई से नूतन नियम मध्य यीशु भूमि रे निजर अंगुली द्वारा लेखुछंती। जो नूतन नियम अछि, आम्भे सेमानकर अपराध सब क्षमा करिबा ओ सेमानकर पाप आम्भे आ स्मरण करिबा नाही। आ से प्रतिज्ञा अनुसार यीशु आमरंकर पाप निमंते मृत्युवरण कले एवं से आमरंकर समस्त पाप क्षमा कले। आ से व्यभिचारिणी स्त्री बहुत धन्यवादी होउची। मोर काम अभिलाष हेतु मु व्यभिचार कली, मु पत्थर द्वारा मरा जिबा पई योग्य थिली, किंतु यीशु आसिले। आ से पत्थर मोर द्वारा मोर मुंड फाटी जाई थांता, मोर मुह सब फाटी जाई थांता, आ मोर पिठीर हाड़ भांगी जाई थांता, मु मरी जाई थांती, किंतु यीशु मते प्रेम कले। आ तार हृदय रे धन्यवाद हृदय परिपूर्ण हो जाउछि। यदि आपणक हृदय रे यीशुकर हृदय पूर्ण हो जिवो,
ସେଠି ବ୍ୟଭିଚାର ରହିବା ପାଇଁ ଜାଗା ନାହିଁ। ଆଉ ଯେତେବେଳେ ଆପଣ ଧନ୍ୟବାଦରେ ପରିପୂର୍ଣ୍ଣ ହେଇଯିବେ, ରାଗ ପାଇଁ ଅଭିଳାଷ ପାଇଁ ଆପଣଙ୍କର ହୃଦୟରେ ଆଉ ଜାଗା ରହିବନି ଏବଂ ଆପଣ ସେଇ ପବିତ୍ରତା ପରିଧାନ କରିବେ। ଏଇଟା କେତେ ଧନ୍ୟବାଦର ବିଷୟ ନୁହେଁ, ଆଉ ଶବ୍ଦ ଦ୍ୱାରା ମଧ୍ୟ ତାହା ବର୍ଣ୍ଣନା କରିହେବନି। ମୁଁ ଚୋରି କରିବା ଉଚିତ ନାହିଁ, ମୁଁ ବ୍ୟଭିଚାର କରିବା ଉଚିତ ନାହିଁ, କିନ୍ତୁ ଯୀଶୁ ଯେତେବେଳେ ଆପଣଙ୍କ ହୃଦୟରେ ପ୍ରବେଶ କରିବେ, ସିଏ ଆପଣଙ୍କୁ ଆନନ୍ଦ ଦିଅନ୍ତି। ଆଉ ସମସ୍ତ ପ୍ରକାର ସମସ୍ୟା ଆମମାନଙ୍କର ଯୀଶୁଙ୍କର ସମସ୍ୟା ହେଇଯାଏ। ଆଉ ମୋର ଏବେ ଚୁଟି ପାଚିଗଲାଣି, ମୁଁ ବହୁତ ବୟସ୍କ ହେଇଯାଇଛି। 1962 ମସିହାରେ ପୁନର୍ଜନ୍ମ ପାଇଲି। ଆସନ୍ତା ବର୍ଷ ଅକ୍ଟୋବର ମାସରେ ପୁନର୍ଜନ୍ମ ପାଇବାର ଠିକ୍ 60 ବର୍ଷ ହେଇଯିବ। ଆଉ ସେଟା ହେଉଛି ପୁନର୍ଜନ୍ମର ମୋର 60ତମ ଜନ୍ମଦିନ ହେବ। ଆଉ ଗତ 60 ବର୍ଷ ଧରିକି ଆଉ ମୋ ପରି କଦର୍ଯ୍ୟ ଲୋକ ପାଇଁ ମୁଁ ଜଣେ ବହୁତ କଦର୍ଯ୍ୟ ପାପୀ ଥିଲି, କିନ୍ତୁ ପରମେଶ୍ୱର ମୋତେ ସୂଚି କଲେ ଏବଂ ଅନେକ ଗୁଡ଼ିଏ ଅକଥନୀୟ ବିଷୟ ମୋର ହୃଦୟରେ ରହିଯାଇଛି। ଆଉ ବାଇବଲର ବାକ୍ୟ ମୋ ପାଇଁ ବହୁତ ମୂଲ୍ୟବାନ ଅଟେ, ସେଟା ଏତେ ଆଶ୍ଚର୍ଯ୍ୟମୟ ଅଟେ। ଆଉ ଆରମ୍ଭରେ ମୁଁ ଏଇ ବାଇବଲକୁ ମୋ ହାତରୁ ଛାଡ଼ି ପାରୁନଥିଲି। ମୁଁ ଶୋଇଲା ବେଳେ ବାଇବଲ ଧରିକି ଶୋଉଥିଲି। ମୁଁ ସବୁବେଳେ ବହୁତ ଧନ୍ୟବାଦୀ ହେଉଥିଲି। ଆଉ ମୋତେ ଲାଗୁଛି ଗତକାଲି ପରି, କିନ୍ତୁ ବର୍ତ୍ତମାନ 60 ବର୍ଷ ହେଇଗଲାଣି। ଆଉ ତା ପୂର୍ବରୁ ମୁଁ କେବଳ ପାପ କରିକି ବଞ୍ଚୁଥିଲି, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମୁଁ ସୁସମାଚାର ପ୍ରଚାର କରିବା ପାଇଁ ସୁଯୋଗ ପାଇଲି। ଲୋକମାନେ ପରିବର୍ତ୍ତିତ ହେଉଛନ୍ତି ଏବଂ ଲୋକମାନେ ଧାର୍ମିକ ହେଉଛନ୍ତି ଏବଂ ସେଇ କାର୍ଯ୍ୟ ପାଇଁ ମୁଁ ବ୍ୟବହୃତ ହେଉଥିବାରୁ ମୁଁ ଧନ୍ୟବାଦୀ ଅଟେ। ଆଗକୁ କେତେ ବର୍ଷ ମୁଁ ବଞ୍ଚିବି ମୁଁ ଜାଣିନି, କିନ୍ତୁ ପରମେଶ୍ୱରଙ୍କର ଚାଳନା ଦ୍ୱାରା ଅନେକ ଲୋକମାନେ ଆଉ ଯୀଶୁ ଖ୍ରୀଷ୍ଟଙ୍କର ରକ୍ତକୁ ବିଶ୍ୱାସ କରୁଛନ୍ତି, ଯାହାକି କେବେ ମଧ୍ୟ ବିଫଳ ହେଇନି ଏବଂ ସେହି କ୍ରୁଶର ରକ୍ତ ସିଦ୍ଧ ଭାବରେ ଆପଣମାନଙ୍କୁ ଧାର୍ମିକ କରିଅଛି ବୋଲି ତାହା ପ୍ରଚାର କରନ୍ତୁ। ସେଟା କେତେ ଧନ୍ୟବାଦର ବିଷୟ ନୁହେଁ। ନିଜର ଚିନ୍ତା ସମସ୍ତେ ପରିତ୍ୟାଗ କରନ୍ତୁ ଏବଂ ବାକ୍ୟକୁ ବିଶ୍ୱାସ କରନ୍ତୁ ଏବଂ ସେ ବାକ୍ୟ ଯେତେବେଳେ ଆପଣଙ୍କ ହୃଦୟରେ ସ୍ଥାପିତ ହେବ, ସେତେବେଳେ ପବିତ୍ର ଆତ୍ମା ଆପଣଙ୍କ ହୃଦୟରେ କାର୍ଯ୍ୟ କରିବେ। ଆପଣ ଆନନ୍ଦିତ ହେବେ, ଖୁସି ହେବେ। ମୁଁ ପୁନର୍ଜନ୍ମ ପାଇବା ପୂର୍ବରୁ ଆଉ ମଣିଷ ହିସାବରେ ମୁଁ ସବୁ କିଛି ବିଷୟ ମୋ ପାଇଁ ଅନ୍ଧକାରମୟ ଥିଲା, କିନ୍ତୁ ଯେତେବେଳେ ମୁଁ ପୁନର୍ଜନ୍ମ ପାଇଲି, ଆଉ ସେହି ସମୟଠାରୁ ଆଶ୍ଚର୍ଯ୍ୟ ଭାବରେ ପରମେଶ୍ୱର ମୋର ଜୀବନ ବଦଳେଇ ଦେଲେ। ଆଉ ଆପଣମାନେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କର ହୃଦୟ ଗ୍ରହଣ କରନ୍ତୁ ଏବଂ ସାନ ଯୀଶୁ ହେଇଯାଆନ୍ତୁ ଏବଂ ଆପଣମାନେ ଉଜ୍ଜଳ ଭାବରେ ଜାଜଲ୍ୟମାନ କରନ୍ତୁ ଯୀଶୁଙ୍କର ସେ ଉଜ୍ଜଳକୁ। ଆମରଙ୍କ ସହିତ ଯେଉଁ ପାଷ୍ଟରମାନେ ଅଛନ୍ତି, ଆଉ ତାଙ୍କର ସାହାଯ୍ୟ ଦ୍ୱାରା ଆମେମାନେ କ୍ରମାନ୍ୱୟ ଭାବରେ ଏହି ସୁସମାଚାର ପ୍ରଚାର କରିବା। ମୁଁ ନିଶ୍ଚିନ୍ତ ଭାବରେ ବିଶ୍ୱାସ କରୁଛି ପରମେଶ୍ୱର ଆପଣମାନଙ୍କୁ ଶକ୍ତି ପ୍ରଦାନ କରିବେ। ଆମେମାନେ ପରମେଶ୍ୱରଙ୍କ ସମ୍ମୁଖରେ ଠିଆ ହେବା। ପରମେଶ୍ୱର କହୁଛନ୍ତି ସେ ନିୟମ ସିନ୍ଧୁକ ତୁମେ ଆଉ ଖୋଲନି, ଆଉ ସେଇ ପାପାଚ୍ଛାଦନ ଦେଖ, ସେଠାରେ ରକ୍ତ ଢଳା ଯାଇଛି, ତୁମେ ସେଇ ବ୍ୟବସ୍ଥା ଆଉ ବାହାର କରନି। ତୁମେମାନେ ସେଇ ଆତ୍ମା ଏବଂ ଜୀବନଦାୟକ ବ୍ୟବସ୍ଥାର ଅଧୀନରେ ବାସ କର। ଆମ୍ଭେ ଏହି ନିୟମ ସେମାନଙ୍କର ମନରେ ଲେଖିବା। ଆଉ ସେଇ ନିୟମ ହେଉଛି ଆମ୍ଭେ ସେମାନଙ୍କର ଅପରାଧ ସବୁ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ। ଏଇଟା କେତେ ମୂଲ୍ୟବାନ ବାକ୍ୟ ନୁହେଁ? ପରମେଶ୍ୱରଙ୍କ ସହିତ ଗୌରବମୟ ଆନନ୍ଦମୟ ଜୀବନ ଯାପନ କରନ୍ତୁ ଏବଂ ଶେଷରେ ଆପଣମାନେ ସ୍ୱର୍ଗକୁ ଯାଆନ୍ତୁ। ଏହି ପ୍ରକାର ବାକ୍ୟ ମୁଁ ପ୍ରଚାର କରିପାରୁଥିବାରୁ ଧନ୍ୟବାଦ ଅଟେ। ଆସନ୍ତୁ ପ୍ରାର୍ଥନା କରିବା। ପ୍ରେମମୟ ପବିତ୍ର ପିତା ପରମେଶ୍ୱର, ଧନ୍ୟବାଦ। ଆମମାନେ ପାପ ନିମନ୍ତେ କେବଳ ଧ୍ୱଂସ ପାଇବା ପାଇଁ ଯୋଗ୍ୟ ଥିଲୁ, କିନ୍ତୁ ପରମେଶ୍ୱର ଯୀଶୁଙ୍କୁ ପଠେଇକି ଆମମାନଙ୍କର ସମସ୍ତ ପାପ ତୁମେ ବହନ କରିଲ ଏବଂ ସେ କ୍ରୁଶ କେବେ ବ୍ୟର୍ଥ ହେଇନି। ଆଉ ଆଜି ଯେ କେହି ବି ବାକ୍ୟ ଶୁଣୁଛନ୍ତି,
ଆଉ ଯୀଶୁଙ୍କର ରକ୍ତ ଯେମିତି ତାଙ୍କର ହୃଦୟରେ ପ୍ରବେଶ କରିବ ଏବଂ ସେମାନେ ଯେପରିକି ବାକ୍ୟକୁ ବିଶ୍ୱାସ କରିବା ପାଇଁ ବିଶ୍ୱାସ ପାଇବେ। ଆଉ ସେ କୁମାରୀ ଯୀଶୁ ମରିୟମଙ୍କ ଦ୍ୱାରା ଯେଉଁ ଯୀଶୁ ଜନ୍ମ ନେଲେ ଏବଂ ସେହି ସମାନ ଆତ୍ମା ଯେପରିକି ଆମମାନଙ୍କ ହୃଦୟରେ ମଧ୍ୟ କାର୍ଯ୍ୟ କରିବେ। ଆଉ ଯେପରିକି ଆଉ ଯୀଶୁଙ୍କଠାରେ ଯେଉଁ ଶାନ୍ତି ଏବଂ ଆନନ୍ଦ ଅଛି ତାହା ଯେପରି ଆମେମାନେ ମଧ୍ୟ ଅନୁଭବ କରିପାରିବୁ ଏବଂ ଶେଷ ଦିନରେ ଯାଇକି ଆମେ ଯେପରି ତୁମ ସମ୍ମୁଖରେ ଠିଆ ହେଇପାରିବୁ ସେହି ପ୍ରକାର ତୁମେ ଆମକୁ ଚାଳନା କର। ଏହି ପ୍ରାର୍ଥନା ମୁଁ ଯୀଶୁଙ୍କ ନାମରେ ମାଗିଲି, ଆମେନ୍। ସମସ୍ତଙ୍କୁ ଧନ୍ୟବାଦ।